ସମସ୍ତଙ୍କୁ ନମସ୍କାର। ଏତେ ମୂଲ୍ୟବାନ ସମୟରେ ଆମେମାନେ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଇପାରୁଥିବାରୁ ମୁଁ ବହୁତ ଧନ୍ୟବାଦୀ ଅଟେ। ବାଇବଲରେ ଥିବା ପ୍ରତ୍ୟେକ ବାକ୍ୟ ହେଉଛି ପରମେଶ୍ୱରଙ୍କର ମୂଲ୍ୟବାନ ପ୍ରତିଜ୍ଞା, ଯାହାକି ସେ ବାକ୍ୟ ଦ୍ୱାରା ଆମମାନଙ୍କୁ ଦେଇଅଛନ୍ତି। ଶୈତାନ ଅନେକ ଲୋକମାନଙ୍କର ହୃଦୟକୁ ଜଟିଳ କରିଦେଇଥାଏ ଏବଂ ବାକ୍ୟଠାରୁ ଭିନ୍ନ ଦିଗରେ ନେବାକୁ ଚେଷ୍ଟା କରେ। କିନ୍ତୁ ଯଦି ଆପଣମାନେ ବାଇବଲରେ ଦେଖିବେ, ସୁନିଶ୍ଚିତ ଭାବରେ ପରମେଶ୍ୱରଙ୍କର ହୃଦୟ ଅଛି। ଆପଣ ଯେ କେହି ବି ହୁଅନ୍ତୁ ନା କାହିଁ, ଯଦି ଆପଣ ପରମେଶ୍ୱରଙ୍କର ବାକ୍ୟ ଗ୍ରହଣ କରିବେ ଏବଂ ନିଜର ହୃଦୟ ତା ସହିତ ସଂଯୁକ୍ତ କରିବେ, ତେବେ ଆପଣ ଏକ ନୂଆ ଜଗତରେ ନିଜର ଜୀବନ ବଞ୍ଚିବାକୁ ଆରମ୍ଭ କରିବେ। ଆଜି ସକାଳେ ଆମେମାନେ ଯୋହନ ଲିଖିତ ସୁସମାଚାର 9 ପର୍ବର ବାକ୍ୟ ପଢ଼ିବା। ଆମେମାନେ ଯୋହନ ଲିଖିତ ସୁସମାଚାର 9 ପର୍ବ 1 ପଦରୁ 12 ପଦ ପର୍ଯ୍ୟନ୍ତ ପଢ଼ିବା। ସ୍ୱତନ୍ତ୍ର ଭାବରେ ଯୋହନ ପୁସ୍ତକ ହେଉଛି ଏହି ପ୍ରକାର ପୁସ୍ତକ ଯାହାକି ପରମେଶ୍ୱରଙ୍କର ହୃଦୟ ନିକଟକୁ ଆମମାନଙ୍କର ହୃଦୟକୁ କଢ଼େଇ ନେଇଥାଏ। ଯୋହନ 9 ପର୍ବ ମଧ୍ୟ ଆମମାନଙ୍କୁ ଅନେକ ଗୁଡ଼ିଏ ମୂଲ୍ୟବାନ ବିଷୟରେ କହୁଅଛି। ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା, ନିଜେ ନା ଏହାର ବାପା ମା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ବାପା ମା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏ ନିମନ୍ତେ ଏହା ଘଟିଅଛି। ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ। ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି। ମୁଁ ଯେ ପର୍ଯ୍ୟନ୍ତ ଜଗତରେ ଅଛି, ସେ ପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି। ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ ଆଉ ତାହାର ଆଖିରେ ଲଗାଇ ଦେଲେ। ତାହାକୁ କହିଲେ, ଯାଅ ସିଲୋହ, ଅନୁବାଦ କଲେ ଏହାର ଅର୍ଥ ପ୍ରେରିତ, ପୋଖରୀରେ ଧୋଇ ହୁଅ। ସେଥିରେ ସେ ବାହାରି ଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା। ତେଣୁ ପ୍ରତିବାସୀମାନେ ପୁଣି ଯେଉଁମାନେ ତାହାଙ୍କୁ ପୂର୍ବେ ଭିକାରୀ ବୋଲି ଦେଖିଥିଲେ, ସେମାନେ ତାହାକୁ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ? କେହି କେହି କହିଲେ, ଏ ସେ, ଆଉ କେହି କେହି କହିଲେ, ନା, ଏ ତାହା ପରି। ସେ କହିଲା, ମୁଁ ସେହି। ସେଥିରେ ସେମାନେ ତାହାକୁ କହିଲେ, ତାହା ହେଲେ ତୋର ଆଖି କିପରି ଫିଟିଗଲା? ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ ପରି ମୋହର 2 ଆଖିରେ ଲେପି ଦେଲେ ଆଉ ମୋତେ କହିଲେ, ସିଲୋହକୁ ଯାଇ ଧୋଇ ହୁଅ। ତେଣୁ ମୁଁ ବାହାରି ଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି। ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ। ମୁଁ 12 ପଦ ପର୍ଯ୍ୟନ୍ତ ପଢ଼ିଲି। ଯୋହନ ଲିଖିତ ସୁସମାଚାରରେ ଏହି ପ୍ରକାର ଅନେକ କାହାଣୀ ଅଛି। ମଣିଷର ହୃଦୟର ପରିବର୍ତ୍ତନ ବିଷୟରେ ଏଠାରେ ଲେଖାଯାଇଛି। ପୂର୍ବରୁ ଆମେମାନେ ଯେ ବହୁତ ଗରିବ ଥିଲୁ, ଆମେମାନେ ବହୁତ କଷ୍ଟକର ଜୀବନ ବଞ୍ଚୁଥିଲୁ। ବହୁତ ଦୂର ରାସ୍ତା ଆମେମାନେ ଚାଲିକି ଯାଉଥିଲୁ। ଆଉ ଯେତେବେଳେ କାରର ଉଦ୍ଭାବନ ହେଲା, ତାପରେ ଆମେମାନେ କାରରେ ଅତି ସହଜରେ ଲମ୍ବା ରାସ୍ତା ମଧ୍ୟ ଯାଇପାରୁଛୁ। ଆଉ ପୂର୍ବରୁ ଯେଉଁ ପ୍ରକାର ଚିନ୍ତା ଆମମାନଙ୍କର ହୃଦୟରେ ନାହିଁ, ସେ ପ୍ରକାର ଚିନ୍ତା କେମିତି ଆମ ହୃଦୟରେ ପ୍ରବେଶ କରିକି କାର୍ଯ୍ୟ କରୁଛି, ସେ ବିଷୟରେ ବାଇବଲ ଆମମାନଙ୍କୁ କହିଥାଏ। ଯଦି ଆପଣ ବାଇବଲରେ ଦେଖିବେ, ତେବେ ବ୍ୟଭିଚାରିଣୀ ସ୍ତ୍ରୀ ବିଷୟରେ ଲେଖାଯାଇଛି ଯୋହନ 8 ପର୍ବରେ। ସେଟା ବହୁତ ଆଶ୍ଚର୍ଯ୍ୟମୟ କାହାଣୀ। ସେଇଠି ଜଣେ ସ୍ତ୍ରୀ ଲୋକ ଅଛି, ଯିଏକି ନିଜର ସ୍ୱାମୀ ନୁହେଁ, କିନ୍ତୁ ଅନ୍ୟ ପୁରୁଷ ସହିତ ବ୍ୟଭିଚାର କରୁଛି।
ତାପରେ ସେ ବ୍ୟଭିଚାର କର୍ମ କରିବା ସମୟରେ ଧରା ପଡୁଛି। ଲୋକମାନେ ତାକୁ ପଥର ଫୋପାଡ଼ି ମାରିବା ପାଇଁ ନେଇକି ଯାଉଛନ୍ତି। ତାପରେ ସେ ଯୀଶୁଙ୍କୁ ଭେଟୁଛି। ଆଉ ସେଇଟା ସେଇ ପ୍ରକାର ଘଟିଲା। କିନ୍ତୁ ବର୍ତ୍ତମାନ ଆମମାନେ ଯଦି ଦେଖିବା, ଆଉ ଏଠି ପରମେଶ୍ୱରଙ୍କର ହୃଦୟ ବିଷୟରେ ଲେଖାଯାଇଛି। ଯଦି ଆପଣ ଲୋକମାନଙ୍କୁ ପଚାରିବେ କାହିଁକି ଏ ସ୍ତ୍ରୀ ଲୋକ ବ୍ୟଭିଚାର କଲା, ସେମାନେ କହିବେ ତାର ହୃଦୟରେ କାମ ଅଭିଳାଷ ଥିଲା ସେଥିପାଇଁ। ହଁ, ସେଟା ସତ। କିନ୍ତୁ ଆଉ ଟିକେ ଗଭୀର ଭାବରେ ଯଦି ଆପଣ ଚିନ୍ତା କରିବେ, ଆଉ କାହିଁକି ଆମମାନେ କହିପାରିବାନି ଯେ ସେମିତି ହିଁ ହେଇଥିଲା? ଯଦିବା ତାର ହୃଦୟରେ ବ୍ୟଭିଚାର ହୃଦୟ ଥିଲା, ମୁଁ ଯଦି ଧରା ପଡ଼ିବି ତାହେଲେ ଲୋକମାନେ ମୋତେ ପଥର ଫୋପାଡ଼ି ମାରିଦେବେ। ସେ ଏମିତି ଭାବିଥିଲେ କ'ଣ ସେଇ ପ୍ରକାର କରିଥାନ୍ତା କି? ଯଦି କାମ ଅଭିଳାଷ ଅଛି ଗୋଟେ ଲୋକର ହୃଦୟରେ, ତାହାର ଅର୍ଥ ନୁହେଁ ସମସ୍ତେ ବ୍ୟଭିଚାର କରୁଛନ୍ତି। ଆମମାନେ ଯଦି ବାହିକ ଭାବରେ ଦେଖିଲେ କହିପାରିବା କାମ ଅଭିଳାଷ ଥିବାରୁ ସେ ବ୍ୟଭିଚାର କଲା। କିନ୍ତୁ ଗଭୀର ଭାବରେ ଚିନ୍ତା କଲେ, ହଁ, ତାର ହୃଦୟରେ ବ୍ୟଭିଚାରୀ ହୃଦୟ ଅଛି। କିନ୍ତୁ ସେ କାହିଁକି ତାହା କରୁଛି? ହଁ, ମୁଁ ଯଦି ଏଇ ପ୍ରକାର ଭାବରେ ବ୍ୟଭିଚାର କରିବି ତାହେଲେ କେହି ଜାଣିପାରିବେନି, ମୁଁ ଧରା ପଡ଼ିବିନି। ଆଉ ସେଇ ଗୋଟିଏ ଚିନ୍ତା ତାକୁ ସେଇ ପ୍ରକାର କରିଦେଉଛି। ଯଦିବା ତାର ହୃଦୟରେ କାମ ଅଭିଳାଷ ଅଛି, ଆଉ ମୁଁ ଯଦି ସେଇ କାମ ଅଭିଳାଷ ଅନୁସାରେ କାମ କରିବି ତାହେଲେ ମୁଁ ପଥର ଫୋପାଡ଼ି ମରାଯିବି, ତାହେଲେ ସେ କେବେ ବ୍ୟଭିଚାର କରିପାରିବନି। କିନ୍ତୁ ମୁଁ ଏମିତି ବ୍ୟଭିଚାର କଲେ ମୁଁ ଧରା ପଡ଼ିବିନି ବୋଲି ଯେତେବେଳେ ସେ ଭାବୁଛି, ସେ ଅନୁସାରେ ସେ ବ୍ୟଭିଚାର କରୁଛି। ଆଉ ତେବେ ଯଦି ଆମେମାନେ ଦେଖିବା ତାହେଲେ ସେ ଶେଷରେ ନିଜର ଚିନ୍ତାକୁ ହିଁ ବିଶ୍ୱାସ କରୁଛି। ଆଉ ଏଇ ସ୍ତ୍ରୀ ଲୋକ ଯେତେବେଳେ ନିଜର ଚିନ୍ତାକୁ ବିଶ୍ୱାସ କରିକି ବ୍ୟଭିଚାର କରୁଛି, ସେ କେତେ କଷ୍ଟର ଅନୁଭବ କରୁନଥିବ, ସେ କେତେ ଭୟଭୀତ ହେଇନଥିବ। ବର୍ତ୍ତମାନ ସେ ଜଣେ ଏମିତି ଲୋକ ହେଇଯାଇଛି ଯାହାକୁ କି ଲୋକମାନେ ଟାଣି ଟାଣି ନେଉଛନ୍ତି, ତାକୁ ଛେପ ଥୁମ୍ପୁଛନ୍ତି ତା ଉପରେ, ତାର ମୁଣ୍ଡ ଚୁଟି ଟାଣୁଛନ୍ତି, ଆଉ ତାକୁ ଘୋଷାଡ଼ି ଘୋଷାଡ଼ି ମାରିବା ପାଇଁ ନେଉଛନ୍ତି। ଆଉ ସେ ସ୍ତ୍ରୀ ଲୋକ ସେତେବେଳେ ଯୀଶୁଙ୍କୁ ଭେଟିଲା। ଶାସ୍ତ୍ରୀ ଆଉ ଫାରୁସୀମାନେ ଯୀଶୁଙ୍କୁ ପଚାରୁଛନ୍ତି, ଆଉ ଏ ସ୍ତ୍ରୀ ଲୋକ ବ୍ୟଭିଚାର କର୍ମ କରିବା ସମୟରେ ଧରା ପଡ଼ିଅଛି। ମୂଷାଙ୍କ ବ୍ୟବସ୍ଥାରେ ଲେଖାଯାଇଛି ଏହି ପ୍ରକାର ସ୍ତ୍ରୀ ଲୋକକୁ ତୁମେ ପଥର ଫୋପାଡ଼ି ମାର ବୋଲି। ତେବେ ଆପଣ କ'ଣ କହୁଅଛନ୍ତି? ଆଉ ଯୀଶୁ ତାଙ୍କର ଅଙ୍ଗୁଳି ଦ୍ୱାରା ଭୂମିରେ କିଛି ଲେଖିଲେ। ତାପରେ ଯୀଶୁ ସେମାନଙ୍କୁ କହିଲେ, ତୁମମାନଙ୍କ ମଧ୍ୟରୁ ଯିଏ ନିଷ୍ପାପ ସେ ପ୍ରଥମେ ଏହାକୁ ପଥର ଫୋପାଡ଼ୁ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକମାନେ ସେମାନେ କେବଳ ସେ ବ୍ୟଭିଚାରିଣୀ ସ୍ତ୍ରୀର ପାପ ଦେଖୁଥିଲେ, କିନ୍ତୁ ତାଙ୍କ ନିଜର ପାପ ଦେଖିପାରୁନଥିଲେ। କିନ୍ତୁ ଯୀଶୁଙ୍କର ଏହି ବାକ୍ୟ ସେହି ଲୋକମାନଙ୍କୁ ବନେଇଲା ଯେମିତିକି ସେମାନେ ତାଙ୍କ ନିଜ ହୃଦୟ ଦେଖିପାରିବେ, ନିଜର ଚିନ୍ତାକୁ ଦେଖିପାରିବେ। ତାଙ୍କର ନିଜର ହୃଦୟରେ ମଧ୍ୟ କଦର୍ଯ୍ୟ ହୃଦୟ ଅଛି। ଆଉ ସେଥିପାଇଁ ସେମାନେ ସମସ୍ତେ ପଥର ଫୋପାଡ଼ି ପଛକୁ ଫେରିଗଲେ। ଆଉ ସେଇ ସ୍ତ୍ରୀ ଲୋକକୁ ଯୀଶୁ କହୁଛନ୍ତି, ଯେଉଁମାନେ ତୁମକୁ ଦୋଷୀ ବୋଲି କହୁଥିଲେ ସେମାନେ କାହାନ୍ତି? ସେ କ'ଣ କହିଲା? କେହି ନାହିଁ। ଆଉ ଯୀଶୁ ସେତେବେଳେ ତାକୁ କ'ଣ କହୁଛନ୍ତି? ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଯାଅ ଆଜିଠାରୁ ଆଉ ପାପ କର ନାହିଁ। ମୁଁ ଏଇ ସ୍ତ୍ରୀ ଲୋକର ହୃଦୟ ବିଷୟରେ ଚିନ୍ତା କଲି। ପ୍ରଥମେ ତାର ହୃଦୟରେ କାମ ଅଭିଳାଷ ଥିଲା, ଆଉ ସେ ଭାବିଲା ମୁଁ ଧରା ପଡ଼ିବିନି, ସେଥିପାଇଁ ସେ ବ୍ୟଭିଚାର କରୁଛି। ବ୍ୟଭିଚାର କଲା ସମୟରେ ଧରା ପଡ଼ିଲା, ଆଉ ତାର ହୃଦୟ ଭୟରେ ପରିପୂର୍ଣ୍ଣ ହେଇଛି। ମୋର ତାହେଲେ ଜୀବନର ଶେଷ ଏଇଠି। ସେମାନେ ପଥରରେ ମୋ ମୁଣ୍ଡ ଫଟେଇ ଦେବେ, ମୋର ମୁହଁ ଫାଟିଯିବ, ମୁଁ ରକ୍ତାକ୍ତ ହେଇକି ମରିଯିବି। ସେତେବେଳେ ଯୀଶୁ ଆସୁଛନ୍ତି, ମୁଁ ମଧ୍ୟ ତୁମକୁ ଦଣ୍ଡନୀୟ ବୋଲି ବିଚାର କରେ ନାହିଁ, ଯାଅ ଆଜିଠାରୁ ଆଉ ପାପ କର ନାହିଁ। ଏହି ସ୍ତ୍ରୀ ଲୋକ ଯେତେବେଳେ ଯୀଶୁଙ୍କର ବାକ୍ୟ ଶୁଣିକି ଘରକୁ ଫେରି ଯାଉଛି, ମୁଁ ସେ ବିଷୟରେ ଚିନ୍ତା କଲି। ଆଉ ସେ ନିଶ୍ଚିତ ଭାବରେ ହେ ପ୍ରଭୁ ଧନ୍ୟବାଦ ବୋଲି ସେ କହିଥିବ। ଘରକୁ ଫେରିକି ଗଲାବେଳେ
ତାର ହୃଦୟ ଯୀଶୁଙ୍କ ଦ୍ୱାରା ପରିପୂର୍ଣ୍ଣ ହେଇଥିବ। ଯୀଶୁ ଯଦି ନଥାନ୍ତେ ମୋ ମୁଣ୍ଡ ଫାଟି ଯାଇଥାନ୍ତା, ମୋର ହାଡ଼ ସବୁ ଭାଙ୍ଗି ଯାଇଥାନ୍ତା, ମୁଁ ରକ୍ତାକ୍ତ ହେଇକି ପଥର ଦ୍ୱାରା ମରା ଯାଇଥାନ୍ତି। କିନ୍ତୁ ବର୍ତ୍ତମାନ ମୁଁ ଚାଲିକି ଘରକୁ ଯାଉଛି, ଆଉ ଯୀଶୁ କହୁଛନ୍ତି ସେ ମୋତେ ଦଣ୍ଡନୀୟ ବୋଲି ବିଚାର କରୁନାହାନ୍ତି। ସିଏ ଯେତେବେଳେ ଘରକୁ ଆସିକି କବାଟ ଖୋଲିଲା, ମୁଁ ଭାବିଥିଲି ଏଇ କବାଟ ଆଉ ମୁଁ କେବେ ଖୋଲିକି ଭିତରକୁ ଯାଇପାରିବିନି, ଏଇ ଘରେ ମୁଁ ଆଉ କେବେ ଶୋଇପାରିବିନି, କିନ୍ତୁ ଯୀଶୁ ମୋତେ ଉଦ୍ଧାର କରିଲେ। ଧନ୍ୟବାଦ। ଆଉ ଯୀଶୁଙ୍କର କିଛିଟା ବାକ୍ୟ এই ସ୍ତ୍ରୀ ଲୋକର ହୃଦୟକୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଜଗତକୁ ନେଇଯାଉଛି। ତାର ହୃଦୟରେ ଆନନ୍ଦ ଏବଂ ଧନ୍ୟବାଦ ପରିପୂର୍ଣ୍ଣ କରିଦେଉଛି। ସିଏ ଖୁସିରେ ଯେତେବେଳେ ଶୋଉଛି, ମୁଁ ଏଇଟା କ'ଣ ସ୍ୱପ୍ନ ଦେଖୁଛି କି? ମୁଁ ଘରେ କ'ଣ ବଞ୍ଚିକି ଅଛି? ମୁଁ ମରିନି ତ? ମୁଁ ସତରେ ବଞ୍ଚିଗଲି କେବଳ ଯୀଶୁଙ୍କ ପାଇଁ। ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ହେ ପ୍ରଭୁ, ଧନ୍ୟବାଦ। ଆଉ ଯୀଶୁ ତାର ହୃଦୟକୁ ଖୁସିରେ, ଆନନ୍ଦରେ, ଧନ୍ୟବାଦରେ ପରିପୂର୍ଣ୍ଣ କରିଦେଉଛନ୍ତି। ଆଉ ତାର ହୃଦୟ ସେଠି କେବଳ ଆନନ୍ଦରେ ପରିପୂର୍ଣ୍ଣ ହେଇଯାଇଛି, ସେଠି ଖାଲି ଜାଗା ନାହିଁ। ସେଥିପାଇଁ ଆଉ ସେଠି ଅନ୍ୟ କୌଣସି ଚିନ୍ତା ପ୍ରବେଶ କରିପାରିବନି। ସେ କେବଳ ଖୁସିର ହୃଦୟରେ, ସେ କେବଳ ଗୀତ ଗାଇ ଗାଇ ଯୀଶୁଙ୍କୁ ତାର ଜୀବନ ବଞ୍ଚିପାରିବ। ଏହି ପ୍ରକାର ଭାବରେ, ଆଶ୍ଚର୍ଯ୍ୟ ଭାବରେ ଯୀଶୁ ଆମମାନଙ୍କ ହୃଦୟ ବଦଳେଇ ଦେଇଥାନ୍ତି। ଆଜି ଯୋହନ 9 ପର୍ବରେ ଏଇଠି ଜଣେ ଜନ୍ମାନ୍ଧ ଅଛି। ଇଏ ଜନ୍ମରୁ ଅନ୍ଧ ଥିଲା, ଆଉ ସେଥିପାଇଁ ସେ ଗୋଟେ ଥର ଆଲୁଅ କ'ଣ ଦେଖିନି। ଗୋଲାପ ଫୁଲ ବହୁତ ସୁନ୍ଦର, କିନ୍ତୁ ସୁନ୍ଦରର ଅର୍ଥ କ'ଣ? ଆକାଶ ହେଉଛି ନୀଳ ରଙ୍ଗର, ନୀଳ ମାନେ କ'ଣ? ସେ କେବେ ମଧ୍ୟ ଏ ବିଷୟରେ ବୁଝିପାରୁନି। ମୋତେ ଯେମିତି ହେଲେ ବଞ୍ଚିବାକୁ ହବ। ଆଉ ସେ ସକାଳୁ ଉଠିକି ଯାଇକି ବାହାରେ ଭିକ ମାଗୁଥିଲା। ଆଉ ସେ ଭିକ ମାଗିବା ସମୟରେ ଯୀଶୁଙ୍କୁ ଭେଟୁଛି। ଆଉ ଶିଷ୍ୟମାନେ କହୁଛନ୍ତି, ଇଏ ଜନ୍ମରୁ ଅନ୍ଧ ହୋଇ ଜନ୍ମ ହେଇଛି। ସେ କେତେ ପାପ କରିନି ଯେ ସେ ଜନ୍ମରୁ ଅନ୍ଧ ହେଇଛି? ନା, ସେ ମା ପେଟ ଭିତରେ କ'ଣ ପାପ କରିଥିବ? ସେ କରିପାରି ନଥିବ। ତେବେ ତାଙ୍କର ବାପା ମା ପାପ କରିଥିବେ। ଯଦି ତାଙ୍କର ବାପା ମା ପାପ କରିଛନ୍ତି, ତେବେ ସିଏ କାହିଁକି ଅନ୍ଧ ହେଲା? ଆଉ ଏ ଶିଷ୍ୟମାନେ ଭାବି ଚିନ୍ତା କରିପାରୁନାହାନ୍ତି କାହିଁକି ସେଇ ପ୍ରକାର ହେଇଛି। ଆଉ ସେତେବେଳେ ସେମାନେ ଯୀଶୁଙ୍କୁ ପଚାରୁଛନ୍ତି, ଆଉ କିଏ ପାପ କରିବାରୁ ସେ ଅନ୍ଧ ହେଇ ଜନ୍ମ ହେଲା, ସେ ନା ତାର ବାପା ମା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ବାପା ମା କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏ ନିମନ୍ତେ ଏହା ଘଟିଅଛି। ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ। ଆଉ ତାପରେ ସେ ଛେପରେ କିଛି କାଦୁଅ କରୁଛନ୍ତି, ଆଉ ତାଙ୍କର ଆଖିରେ ଲଗେଇ ଦେଉଛନ୍ତି। ଆଉ ତାପରେ ତାକୁ କହୁଛନ୍ତି, ତୁମେ ସିଲୋହକୁ ଯାଇ ଧୋଇ ହୁଅ। କିଛି ସମୟ ପୂର୍ବ ପର୍ଯ୍ୟନ୍ତ এই ଅନ୍ଧ ଲୋକର ହୃଦୟରେ, ଆମ ଆଖିରେ ସେ ଗୋଟେ କିଛି ଲଗେଇ ଦେଉଛନ୍ତି, ଆଉ ମୁଁ ତାଙ୍କୁ କିଛି ଟଙ୍କା ମାଗିବି କି? ମୁଁ କ'ଣ କରିବି? ମୋତେ ଭିକ ମାଗିବା ଦରକାର। ମୁଁ ଯଦି ଟିକେ ଭିକ ମାଗିକି ଟଙ୍କା ପାଇବି, ମୁଁ କିଛି ରୋଟି କିଣିବି, ଆଉ ମୁଁ ଖୁସିରେ ଖାଇପାରିବି। ତାହା ହିଁ ତାର ଜୀବନର ସବୁ କିଛି ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ଅନ୍ଧ ଲୋକର ହୃଦୟରେ ଯେଉଁ ହୃଦୟ ପୂର୍ବରୁ କେବେ ନଥିଲା, ସେଇ ହୃଦୟ ବର୍ତ୍ତମାନ ତା ହୃଦୟରେ ପ୍ରବେଶ କରୁଛି। ଆଉ ଯୀଶୁ ସେଇ କାଦୁଅ ତାର ଆଖିରେ ଲଗେଇ ଦେଲେ। ଆଉ ତାପରେ ଯୀଶୁ ତାକୁ କହୁଛନ୍ତି, ସିଲୋହ ପୋଖରୀରେ ଯାଇ ଧୋଇ ହୁଅ। ସେ ଅନ୍ଧ ଲୋକ କେବେ ମଧ୍ୟ ସିଲୋହକୁ ଯିବା ପାଇଁ ଚିନ୍ତା କରିନଥିଲା, କିନ୍ତୁ ଯୀଶୁ ତାର ହୃଦୟରେ ସେଇ ସିଲୋହ ପୋଖରୀକୁ ଯାଇ ଧୋଇ ହେବା ପାଇଁ ହୃଦୟ ଦଉଛନ୍ତି। ଏଇଟା ଗୋଟେ ହୃଦୟ, ଯେଉଁ ହୃଦୟ କି ପୂର୍ବରୁ କେବେ ମଧ୍ୟ ତା ପାଖରେ ନଥିଲା, କିନ୍ତୁ ଯୀଶୁଙ୍କର ହୃଦୟ ତାର ହୃଦୟରେ ନୂଆ ହୃଦୟ ଉତ୍ପନ୍ନ କରୁଛି।
ଆଉ ଯେତେବେଳେ ଆପଣମାନେ ଯୀଶୁଙ୍କୁ ଭେଟୁଛନ୍ତି, ଯେତେବେଳେ ଆପଣ ଚର୍ଚ୍ଚକୁ ଯାଉଛନ୍ତି, ପ୍ରାର୍ଥନା କରୁଛନ୍ତି, ଉପାସନା କରୁଛନ୍ତି, ଆପଣ ବେଶୀ ଅଫରିଂ ଦେବା ଆବଶ୍ୟକ ନାହିଁ, ବେଶୀ ପ୍ରାର୍ଥନା କରିବା ଆବଶ୍ୟକ ନାହିଁ, ଲୋକମାନଙ୍କର ବେଶୀ ସେବା କରିବା ମଧ୍ୟ ଆବଶ୍ୟକ ନାହିଁ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ? ଆଉ ଯୀଶୁଙ୍କର ହୃଦୟ ଗ୍ରହଣ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ଲୋକ କେବେ ମଧ୍ୟ ସିଲୋହ ପୋଖରୀକୁ ଯିବା ପାଇଁ ଚିନ୍ତା କରିନଥିଲା, ସିଲୋହ ପୋଖରୀରେ ଧୋଇ ହେବା ପାଇଁ ଚିନ୍ତା କରିନଥିଲା। ଯଦି ସେ ପାଣିରେ ପଡ଼ିଯିବ, ଯଦି ସେ ଖସି ପଡ଼ିବ, ସେଟା ବହୁତ ବିପଦଜନକ। ସେ ଅନ୍ଧ, ସେଥିପାଇଁ ତା ପାଖରେ ବହୁତ ଗୁଡ଼ିଏ ଚିନ୍ତା ଅଛି। ଆଉ ସେ କିଛି ମଧ୍ୟ କହିପାରୁନି, ତାକୁ ବହୁତ ଭୋକ ଲାଗୁଛି, ଆଉ ସେ କେବଳ ଗୋଟେ ରୁଟି ପାଇବା ପାଇଁ, ଆଉ ସେଥିପାଇଁ ସେ କେବଳ ଭିକ ମାଗୁଛି ଦିନ ସାରା। ଆଉ କିଛି ସମୟ ପୂର୍ବ ପର୍ଯ୍ୟନ୍ତ ଏଇ ଲୋକ ଭିକ ମାଗୁଛି ଲୋକମାନଙ୍କଠୁ ଖାଇବା ପାଇଁ, କିନ୍ତୁ ସେ ବର୍ତ୍ତମାନ ଭିକ ମାଗିବା ବନ୍ଦ କରିଦେଲା। ସେ ସିଲୋହ ପୋଖରୀକୁ ଯାଉଛି। ଟିକେ ଶୁଣନ୍ତୁ, ଏଇଟା କ'ଣ ସିଲୋହକୁ ଯିବାର ରାସ୍ତା କି? ଆଉ ଏଇଠି କିଛି ବିପଦଜନକ ବିଷୟ ଅଛି କି? ଆଉ ରାସ୍ତାରେ କିଛି ଖାଲ ଅଛି କି? ଆଉ ସେଇ ପୋଖରୀଟା କ'ଣ ବେଶୀ ଗହିରିଆ କି? ଆଉ ଯୀଶୁଙ୍କର ବାକ୍ୟ ବର୍ତ୍ତମାନ ଏଇ ସିଲୋହ ପୋଖରୀକୁ ଯିବା ପାଇଁ ଏ ଅନ୍ଧକୁ କଢ଼େଇ ନେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଇ ଅନ୍ଧ ନିଜର ଚିନ୍ତା ଅନୁସାରେ ଚାଲୁଥିଲା। ଆଉ ଯେଉଁ ଅନ୍ଧ ବର୍ତ୍ତମାନ ସିଲୋହ ପୋଖରୀକୁ ଯାଉଛି, ଆଉ ଯଦି ବା ସେ ସମାନ ଅନ୍ଧ ଲୋକ ଥିଲା ବର୍ତ୍ତମାନ ପର୍ଯ୍ୟନ୍ତ, କିନ୍ତୁ ବର୍ତ୍ତମାନ ଗୋଟେ ଭିନ୍ନ ଜଗତକୁ ସେ କଢ଼େଇ ନିଆଯାଉଛି। ଆଉ ପୂର୍ବରୁ ନିଜର ଶରୀରର ପେଟକୁ ପୂର୍ଣ୍ଣ କରିବା ପାଇଁ, ଆଉ ଶରୀରର ଭୋକ ପାଇଁ ସିଏ ଭିକ ମାଗୁଥିଲା, ଆଉ ଗୋଟେ ଭଲ ଜୀବନ ବଞ୍ଚିବା ପାଇଁ। ଆଉ ସେଇ ପ୍ରକାର ଜଣେ ଅନ୍ଧ ଥିଲା, ଯିଏକି ନିଜର ଶରୀରର ଅଭିଳାଷ ଅନୁସାରେ ପରିଚାଳିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ଯୀଶୁଙ୍କୁ ଭେଟିଲା, ତାର ଭୋକ, ତାର ଶରୀରର ଅଭିଳାଷ, ସେଇ ଅନୁସାରେ ସେ ଆଉ ଚାଲୁନି। କିନ୍ତୁ ଯୀଶୁଙ୍କର ବାକ୍ୟ ବର୍ତ୍ତମାନ ତାକୁ କଢ଼େଇ ନେଉଛି। ଏହି ଜଗତର ଅନେକ ଲୋକମାନେ ତାଙ୍କର ଶରୀରର ଅଭିଳାଷ ଅନୁସାରେ ବଞ୍ଚୁଛନ୍ତି। ଆଉ ବର୍ତ୍ତମାନ ଆପଣ ଯିଏ ବି ହୁଅନ୍ତୁ, ଯାହା ବି ହୁଅନ୍ତୁ ନା କାହିଁକି, ଆଉ ଆପଣ ଯୀଶୁଙ୍କୁ ଭେଟିବା ପୂର୍ବରୁ ଆଉ କେବଳ ଆପଣଙ୍କର ଶରୀରର ଅଭିଳାଷ ହିଁ ଆପଣଙ୍କୁ କଢ଼େଇ ନେଉଥିଲା। କିନ୍ତୁ ଯଦି ଏଇ ଜନ୍ମାନ୍ଧ ପରି ଆପଣ ଆଜି ଯୀଶୁଙ୍କୁ ଭେଟିବେ, ତେବେ ଯୀଶୁଙ୍କର ହୃଦୟ ଆପଣଙ୍କୁ କଢ଼େଇ ନେବ। ଆପଣ କେବଳ କହିପାରନ୍ତି। ଆଉ ଯେଉଁ ଲୋକମାନେ ଯୀଶୁଙ୍କ ହୃଦୟ ଦ୍ୱାରା ପରିଚାଳିତ ହେଉଛନ୍ତି, ଆଉ ଯେଉଁ ଲୋକମାନେ ନିଜର ଶରୀରର ଅଭିଳାଷ ଦ୍ୱାରା ପରିଚାଳିତ ହେଉଛନ୍ତି, ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ଯେତେବେଳେ ଏହି ଜନ୍ମାନ୍ଧ ଯୀଶୁଙ୍କ ବାକ୍ୟ ଅନୁସାରେ ସିଲୋହ ପୋଖରୀକୁ ଯାଉଛି, ସେ ରୁଟି ପାଇଁ ଯାଉନି, ସେ ସେଠି କିଛି ଖାଇବା ପାଇଁ କି ଯାଉନି, ସେ କିଛି ଟଙ୍କା ପାଇବା ପାଇଁ ଯାଉନି, ଆଉ ଯଦି ବା ସେ ରାସ୍ତା ଜାଣିନି, କିନ୍ତୁ ଯୀଶୁଙ୍କର ହୃଦୟ ବର୍ତ୍ତମାନ ତାକୁ ଏହି ସିଲୋହ ପୋଖରୀକୁ କଢ଼େଇ ନେଉଛି। ଆଜି ଆପଣ କେଉଁ ଚିନ୍ତା ଦ୍ୱାରା ପରିଚାଳିତ ହେଉଛନ୍ତି? ଆପଣଙ୍କର ଶରୀରର ଅଭିଳାଷ, ନିଜର ଇଚ୍ଛା ଅନୁସାରେ ଆପଣ ଚାଲୁନାହାନ୍ତି କି? ଆଉ କିନ୍ତୁ ଏହି ସିଲୋହ ପୋଖରୀକୁ ଯେଉଁ ଅନ୍ଧ ଯାଉଛି, ଠିକ୍ ତାପରି ଆପଣଙ୍କର ଶରୀରର ଅଭିଳାଷ ଅନୁସାରେ ନୁହେଁ, ଆପଣଙ୍କର ଭବିଷ୍ୟତ ପାଇଁ ନୁହେଁ। କିନ୍ତୁ ଯଦି ଆପଣ ଯୀଶୁଙ୍କ ଦ୍ୱାରା ନିଜର ପାଦ ଆଗକୁ ବଢ଼େଇବେ, ଆଉ ଯଦି ଯୀଶୁଙ୍କ ଅନୁସାରେ ଆପଣ ଚାଲିବେ, ଯଦି ଯୀଶୁଙ୍କର ବାକ୍ୟ ପ୍ରତି ଆପଣ ନିଜର ହୃଦୟ ଖୋଲିବେ, ଆଉ ଯଦି ଯୀଶୁଙ୍କ ଦ୍ୱାରା ଆପଣଙ୍କର ଜୀବନ ଆରମ୍ଭ କରିବେ, ତେବେ ଆପଣ କେବେ ମଧ୍ୟ ପୂର୍ବ ପରି ଲୋକ ଆଉ ହେଇପାରିବେନି। ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ବର୍ତ୍ତମାନ ଚର୍ଚ୍ଚକୁ ଯାଉଛନ୍ତି, ସେମାନେ ଡିକନ୍ ହେଇଯାଇଛନ୍ତି, ଏଲ୍ଡର ହେଇଯାଇଛନ୍ତି, ସେମାନେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ସେମାନେ ନିଜର ଚିନ୍ତା ଅନୁସାରେ ବଞ୍ଚୁଛନ୍ତି। ଯଦି ଆପଣ ଯୀଶୁଙ୍କର ବାକ୍ୟ ଗ୍ରହଣ କରିବେ,
ଯଦି ଆପଣ ଯୀଶୁଙ୍କର ବାକ୍ୟ ହୃଦୟ ଗ୍ରହଣ କରିବେ ଏବଂ ଯେଉଁମାନେ ଯୀଶୁଙ୍କର ବାକ୍ୟ ଦ୍ୱାରା ଚାଲିବେ, ଆପଣ ଯେ କେହି ବି ହୁଅନ୍ତୁ ନା କାହିଁକି, ଯଦି ବା ଆପଣ ଶରୀରର ଅଭିଳାଷ ଅନୁସାରେ ଚାଲି ଆସିଛନ୍ତି କିନ୍ତୁ ଶରୀର ଅନୁସାରେ ନୁହେଁ, କିନ୍ତୁ ଯଦି ଯୀଶୁ ଆପଣଙ୍କ ହୃଦୟରେ ପ୍ରବେଶ କରିବେ ଏବଂ ଆପଣ ଯୀଶୁଙ୍କର ଦ୍ୱାରା ପରିଚାଳିତ ହେବେ, ତେବେ ଆପଣ ଈଶ୍ୱରଙ୍କର ପୁତ୍ର ହେଇଯିବେ। ଆପଣ ଆଶ୍ଚର୍ଯ୍ୟମୟ ମନୁଷ୍ୟ ହେଇଯିବେ। ଆପଣ ଜଣେ ମହାନ ବ୍ୟକ୍ତି ହେଇଯିବେ। ମୁଁ ସାନ ବେଳଠୁ ଚର୍ଚ୍ଚକୁ ଯାଉଥିଲି ଆଉ ସବୁବେଳେ ମୋର ଶରୀରର ଅଭିଳାଷ ମୋତେ କଢ଼େଇ ନେଉଥିଲା। 1962 ମସିହା ଅକ୍ଟୋବର ମାସରେ ଯୀଶୁଙ୍କର ବାକ୍ୟ ମୋ ହୃଦୟରେ ପ୍ରବେଶ କଲା ଏବଂ ସେହି ବାକ୍ୟ ମୋର ହୃଦୟକୁ କଢ଼େଇ ନେଲା। ଯଦିବା ମୁଁ ଅନେକ ଥର ଶୁଣିଥିଲି ଯେ ଯୀଶୁ ମୋର ପାପ ନିମନ୍ତେ କ୍ରୁଶାର୍ପିତ ହେଲେ, କିନ୍ତୁ ମୁଁ ସବୁବେଳେ କହୁଥିଲି ମୁଁ ପାପୀ। କିନ୍ତୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହେଲେ ତାର ପ୍ରକୃତ ଅର୍ଥ ମୋ ହୃଦୟରେ ପ୍ରବେଶ କରିପାରି ନଥିଲା। ମୁଁ ପାପ କରୁଥିଲି, ସେଥିପାଇଁ ନିଜକୁ ପାପୀ କହୁଥିଲି ଆଉ ସେଇଟା ନିଶ୍ଚିନ୍ତ ବୋଲି ମନେ କରୁଥିଲି। କିନ୍ତୁ ସେଇ ଦିନଠାରୁ ମୋର ଚିନ୍ତା ପରିବର୍ତ୍ତିତ ହେବାକୁ ଆରମ୍ଭ କଲା। ଯଦିବା ମୁଁ ପାପ କରିଛି, କିନ୍ତୁ ଯୀଶୁ ମୋର ପାପ ବହନ କଲେ ଆଉ ଯୀଶୁ ଯଦି ମୋ ନିମନ୍ତେ କ୍ରୁଶାର୍ପିତ ହେଇଛନ୍ତି, ତେବେ ମୁଁ ଆଉ ପାପୀ ନୁହେଁ। ଯଦି ଯୀଶୁ ଖ୍ରୀଷ୍ଟ ମୋ ନିମନ୍ତେ କ୍ରୁଶାର୍ପିତ ହେଇଛନ୍ତି ଆଉ ଯୀଶୁ ଯଦି ମୋ ନିମନ୍ତେ ତାଙ୍କ ରକ୍ତ ଦେଇଛନ୍ତି, ଯୀଶୁ ଯଦି ମୋର ପାପ କ୍ଷମା କରିଅଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆଉ ପାପୀ ନୁହେଁ। ଆଉ ଏଇ ଚିନ୍ତା ଯେତେବେଳେ ମୋ ହୃଦୟରେ ପ୍ରବେଶ କଲା, ଏଇଟା ଆଶ୍ଚର୍ଯ୍ୟମୟ ଅଟେ। ଆଉ ସେହି ସମୟଠାରୁ ଯେତେବେଳେ ମୁଁ ବାଇବଲ ପଢ଼ିଲି, ସେଟା ସମାନ ବାଇବଲ ଥିଲା, କିନ୍ତୁ ଭିନ୍ନ ଭାବରେ ସେ ବାଇବଲ ମୁଁ ଦେଖିପାରିଲି। ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଆଉ ବାଇବଲରେ ସବୁବେଳେ ମୁଁ ଖାଲି ଦେଖୁଥିଲି ଯେ ମୁଁ ପାପୀ ବୋଲି, କିନ୍ତୁ ମୁଁ ପାପରୁ କ୍ଷମା ପାଇସାରିବା ପରେ ମୁଁ ଯେତେବେଳେ ବାଇବଲ ପଢ଼ିଲି, ଅଗଣିତ ସ୍ଥାନରେ ମୋର ପାପ ଧୌତ ହୋଇଅଛି ବୋଲି ଲେଖାଯାଇଛି, ମୁଁ ପବିତ୍ର ବୋଲି ଲେଖାଯାଇଛି, ମୁଁ ସୂଚି ବୋଲି ଲେଖାଯାଇଛି, ମୁଁ ଧାର୍ମିକ ବୋଲି ଲେଖାଯାଇଛି, ମୋତେ ସେ ଦଣ୍ଡନୀୟ ବୋଲି ବିଚାର କରନ୍ତିନି ବୋଲି କହୁଛନ୍ତି। ଆଉ ମୁଁ ଯିଏକି ପାପରେ ଯନ୍ତ୍ରଣା ଏବଂ କଷ୍ଟ ପାଉଥିଲି, ମୋର ପାପ ଧୌତ ହେଲା। ମୋ ପାପ ଧୌତ ହୋଇଅଛି। ମୁଁ ବିଶ୍ୱାସ କରିପାରିଲିନି, କିନ୍ତୁ ମୁଁ ବିଶ୍ୱାସ କଲି, କାହିଁକି ନା ଏହା ହେଉଛି ଈଶ୍ୱରଙ୍କ ବାକ୍ୟ। ମୁଁ ଧାର୍ମିକ ବୋଲି ବିଶ୍ୱାସ କରିଥିଲି। ଯଦି ମୋର ପାପ କ୍ଷମା ହୋଇଅଛି, ତେବେ ନିଶ୍ଚିନ୍ତ ମୁଁ ଧାର୍ମିକ। ତେବେ ବାଇବଲ କ'ଣ କହୁଛି? ଆଉ ଲେଖାଯାଇଛି, ଆଉ ତୁମେ ଧାର୍ମିକ ଗଣିତ ହୋଇଅଛ। ମୁଁ ଧାର୍ମିକ, ମୁଁ ପବିତ୍ର, ମୋ ଭଳିଆ କଦର୍ଯ୍ୟ ଲୋକ। ମୁଁ ଯେତିକି ଅଧିକରୁ ଅଧିକ ଚିନ୍ତା କଲି, ମୁଁ ନିଶ୍ଚିନ୍ତ ଧାର୍ମିକ ଥିଲି। ତାର ଅର୍ଥ ନୁହେଁ ଯେ ମୁଁ ପାପ କରିନି, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ କ୍ରୁଶରେ ମୋର ସମସ୍ତ ପାପର ବେତନ ବହନ କରିଅଛନ୍ତି। ଅନେକ ସ୍ଥାନରେ ବାଇବଲରେ ପରମେଶ୍ୱର ମୋତେ କହୁଛନ୍ତି ମୁଁ ଧାର୍ମିକ, ଆଉ ସେ ମୋର ପାପ ସ୍ମରଣ କରନ୍ତି ନାହିଁ ବୋଲି କହୁଛନ୍ତି। ସେ ମୋତେ କହୁଛନ୍ତି ମୋର ପାପ ସବୁ କ୍ଷମା ହୋଇଅଛି। ଆଉ ଯେତେବେଳେ ଏହି ବାକ୍ୟ ମୋର ହୃଦୟରେ ପ୍ରବେଶ କଲା, ଆଉ ସେତିକି ଅଧିକରୁ ଅଧିକ ମୁଁ ଜାଣିପାରିଲି, ମୁଁ ପୂର୍ବରୁ ବାଇବଲ ପଢ଼ୁଥିଲି, କିନ୍ତୁ ହେଲେ ବି ମୁଁ କାହିଁକି ନିଜକୁ ପାପୀ ବୋଲି କହୁଥିଲି? ମୁଁ ବାଇବଲ ପଢ଼ୁଥିଲି, କିନ୍ତୁ ମୁଁ କାହିଁକି ପାପ ପାଇଁ ଭୟ କରୁଥିଲି? ମୁଁ କାହିଁକି ପାପ ପାଇଁ ଚିନ୍ତା କରୁଥିଲି? କିନ୍ତୁ ବର୍ତ୍ତମାନ ମୁଁ ପରିବର୍ତ୍ତିତ ହେଇଛି। ସେଇ ଜନ୍ମାନ୍ଧର ଜୀବନ ପରିବର୍ତ୍ତନ ହେବାକୁ ଆରମ୍ଭ ହେଲା। ତାପରେ କ'ଣ ହେଲା? ସିଏ ଆଉ ଭିକ ମାଗିଲାନି। ସେ ଯୀଶୁଙ୍କର ସାକ୍ଷ୍ୟ ଦେଲା। ସେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲା। ସେ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର। ସେ ହେଉଛନ୍ତି ପ୍ରକୃତ ସତ୍ୟ ଈଶ୍ୱରଙ୍କର ଦାସ। ଆଉ ସେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ ବ୍ୟସ୍ତ ହେଇଗଲା। ସେଟା କେତେ କେତେ ଧନ୍ୟବାଦର ବିଷୟ ନୁହେଁ? ଆଉ ମୁଁ ଯଦି ବା ସମାନ ଲୋକ, ସେଠି ମୁଁ ସମାନ ଲୋକ ଅଛି। ଆଉ ପୂର୍ବରୁ ଆମ ଦେଶରେ ଏତେ ଭଲ କାର୍ ନଥିଲା,
ଆଉ ଆମେ ସେଥିପାଇଁ ବହୁତ ପୁରୁଣା ଭଙ୍ଗା କାରରେ ବସୁ ଚଲାଉଥିଲୁ। ଆଉ ପୁରୁଣା କାର୍ ଗୁଡ଼ାକର ଟେକ୍ନୋଲୋଜି ଭଲ ନାହିଁ, କିନ୍ତୁ ବର୍ତ୍ତମାନର କାର୍ ବେଶୀ ଭଲ। ମୁଁ ଗୋଟେ ଥର ଗୋଟେ କାର୍ କିଣିଲି, ଆଉ ଯେତେବେଳେ 30,000 କିଲୋମିଟର ପର୍ଯ୍ୟନ୍ତ ସେଟା ବହୁତ ଭଲ ଥିଲା, କିନ୍ତୁ 30,000 କିଲୋମିଟର ଚାଲିଲା ପରେ ସେଇ କାର୍ଟା ଟିକେ ଖରାପ ହେବାକୁ ଲାଗିଲା। ଆଉ ଇଞ୍ଜିନ୍ଟା ତାର ଏତେ ଭଲ ନଥିଲା। ଆଉ 30,000 କିଲୋମିଟର ପରେ ତାର ଇଞ୍ଜିନ୍ଟା ପୁରୁଣା ହେବାକୁ ଲାଗିଲା। କିନ୍ତୁ ବର୍ତ୍ତମାନ କାର୍ ବହୁତ ଭଲ ସେମାନେ ତିଆରି କରୁଛନ୍ତି। ଆଉ ବହୁତ ପୂର୍ବରୁ ସେମାନେ ସେମାନେ ଇଞ୍ଜିନ୍କୁ ଆଉ ଥରେ ତିଆରି କରୁଥିଲେ। ଆଉ ସେମାନେ ପିଷ୍ଟନକୁ ଯେଉଁ ସିଲିଣ୍ଡରରେ ଏଇ ଯେଉଁ କଣା ଅଛି ସେଟା ସେଇ ସିଲିଣ୍ଡର ଆଉ ପିଷ୍ଟନ ସେଗୁଡ଼ା ଖରାପ ହେଇଯାଉଥିଲା। ଆଉ ତାପରେ ସେଟା ସବୁ ରଷ୍ଟ ଭଳିଆ ହେଇକି ସେଟା ଭାଙ୍ଗି ଯାଉଥିଲା। ଆଉ ସେଥିପାଇଁ କି ସେମାନେ ୱେଲ୍ଡିଂ କରିବେ ସେଇ ପିଷ୍ଟନ, ଆଉ ତାପରେ ସେ ସିଲିଣ୍ଡରରେ ୱେଲ୍ଡିଂ କରିବେ, ତାପରେ ସେମାନେ ସେମିତି ଇଞ୍ଜିନ୍କୁ ଆଉ ଥରେ ରିପେୟାର କରୁଥିଲେ। କିନ୍ତୁ ବର୍ତ୍ତମାନର ଏଇ ଯେଉଁ କାର୍ ଅଛି, ଆଉ ଇଞ୍ଜିନ୍ କେବେ ମଧ୍ୟ ଖରାପ ହଉନି। ଆଉ ଯଦି ବା ଆପଣ 1,00,000 କିଲୋମିଟର 2,00,000 କିଲୋମିଟର ଚଲେଇଲେ ବି ସେ କାର୍ର ଇଞ୍ଜିନ୍ ଖରାପ ହଉନି। ଆଉ କାର୍ର ଟେକ୍ନୋଲୋଜି ବର୍ତ୍ତମାନ ବହୁତ ଭଲ ହେଇଯାଇଛି। ପୂର୍ବରୁ କୋରିଆରେ ସେମାନେ କାର୍ ବନେଇ ପାରୁନଥିଲେ, ଆଉ ସେଥିପାଇଁ ସେମାନେ କ'ଣ କରୁଥିଲେ, ବାହାରୁ ଇଞ୍ଜିନ୍ ଆଣିକି ସେମାନେ କାର୍ ବନଉଥିଲେ। ଆଉ ସର୍ବପ୍ରଥମେ ଯେଉଁଟା କୋରିଆରେ ସେମାନେ ଯେଉଁ ଇଞ୍ଜିନ୍ ତିଆରି କରିଥିଲେ ସେଇଟା ସେଫିଆ କାର୍ର ଇଞ୍ଜିନ୍ ଥିଲା। କିନ୍ତୁ ବର୍ତ୍ତମାନ କାର୍ର ଇଞ୍ଜିନ୍ କୋରିଆରେ ସେମାନେ ବେଶୀ ଭଲ ତିଆରି କରିପାରୁଛନ୍ତି। ଆଉ ମୁଁ ଶୁଣିଲି ଯେ କୋରିଆନ୍ ଇଞ୍ଜିନ୍ ସେଟା ମର୍ସିଡିଜ୍ ବେଞ୍ଜ ମଧ୍ୟ କିଣୁଛି। ଆମେମାନେ ଗୋଟେ ବିଷୟ ଅତି ଭଲ ଭାବରେ ଜାଣିବା ଆବଶ୍ୟକ, ଆମେମାନେ ନୂତନୀକୃତ ହଉଛୁ। ଆଉ ସାଧାରଣତଃ ଯଦି ଆମମାନଙ୍କର ସୋଉଲର ଖାଙ୍ଗନାମରେ ଦେଖିବେ, ତାହେଲେ ସେଠି କସ୍ମେଟିକ୍ ସର୍ଜନ ମାନେ ବହୁତ ଅଛନ୍ତି। ସେମାନେ ତାଙ୍କର ମୁହଁକୁ ଚେଞ୍ଜ କରିଦିଅନ୍ତି, ଆଉ ସେମାନେ ଆଖି ବଡ଼ ବଡ଼ କରିଦିଅନ୍ତି, ଆଉ ତାପରେ ସେମାନେ ତାଙ୍କର ଚିକ୍ ବୋନ୍କୁ କାଟିଥାନ୍ତି, ଆଉ ତାପରେ ନାକର ସେମାନେ ପ୍ଲାଷ୍ଟିକ୍ ସର୍ଜରୀ କରନ୍ତି। ଆଉ ସେଥିପାଇଁ କି ଆମର କୋରିଆର ଖାଙ୍ଗନାମର ଖାଙ୍ଗନାମରେ ସେଇଠି ଗୋଟେ କସ୍ମେଟିକ୍ ସର୍ଜନ ଅଛନ୍ତି, ଯାହାଙ୍କ ପାଖକୁ ବହୁତ ଜଣ ବିଦେଶରୁ ଆସୁଛନ୍ତି କସ୍ମେଟିକ୍ ସର୍ଜରୀ ପାଇଁ। ଆଉ ବହୁତ ଷ୍ଟୁଡେଣ୍ଟ ମାନେ ସେମାନଙ୍କୁ ଯଦି କଲେଜରେ ପାସ୍ କରିଲା ପରେ ଆଉ ସେମାନେ ପଚାରେ, ତୋର ନାକ ତୁ କେଉଁଠି କରିଲୁ? ନାଇଁ, ମୁଁ ଏଇଠି କରିଲି। ଆଉ ତୁ ବହୁତ ଚେଞ୍ଜ ଦେଖାଯାଉଛୁ। ଆଉ ସେମାନେ ବାହିକ ଭାବରେ ପରିବର୍ତ୍ତିତ ହେଉଛନ୍ତି। କିନ୍ତୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ହୃଦୟର ଗଭୀରତାକୁ ଆମ ପରିବର୍ତ୍ତନ କରିଦେଇଥାନ୍ତି। ଆଉ ସେଇ ଯେଉଁ ଇଞ୍ଜିନ୍ ଯେଉଁଟାକି ଖରାପ ହେଇଯାଇଛି ତାକୁ ବାହାର କରିଦିଅନ୍ତି, ଏବଂ ନୂଆ ଇଞ୍ଜିନ୍ ଆଣିକି ସେ ଲଗେଇ ଦିଅନ୍ତି। ଆଉ ଯୀଶୁ ଆମମାନଙ୍କର ହୃଦୟକୁ ବାହାର କରି ନିଅନ୍ତି, ଏବଂ ଯୀଶୁଙ୍କର ହୃଦୟ ଆମମାନଙ୍କ ହୃଦୟରେ ଦେଇଥାନ୍ତି। ଯଦି ଆପଣ ଯୀଶୁଙ୍କର ହୃଦୟ ନିଜ ହୃଦୟରେ ଗ୍ରହଣ କରିବେ, ତେବେ ଆପଣ ଯୀଶୁଙ୍କ ପରି ନୂଆ ହେଇଯିବେ। ଆଉ ବର୍ତ୍ତମାନ ବାଇବଲ ଏଠାରେ କ'ଣ କହୁଛି? ଏଇଠି ଯିଏକି ଜନ୍ମାନ୍ଧ ଅଛି, ଆଉ ସେ ବର୍ତ୍ତମାନ ନିଜ ଦ୍ୱାରା ନିଜର ଜୀବନ ବଞ୍ଚିବାକୁ ଆରମ୍ଭ କରୁଛି। ସେ ପ୍ରତ୍ୟେକ ଦିନ ସକାଳେ ଉଠିକି ଖାଉଥିଲା, ଆଉ ତାପରେ ଭିକ ମାଗିବା ପାଇଁ ଯାଉଥିଲା, ଆଉ ଭିକ ମାଗିକି ସେ ଜୀବନ ବଞ୍ଚୁଥିଲା। ଆଉ ପ୍ରତ୍ୟେକ ଦିନ ସିଏ ଭିକ ମାଗିକି ନିଜର ଶରୀରର ଅଭିଳାଷ ଅନୁସାରେ ବଞ୍ଚୁଥିଲା। କିନ୍ତୁ ଗୋଟେ ଦିନ ସେ ଯୀଶୁଙ୍କୁ ଭେଟୁଛି। ଆଉ ଯେତେବେଳେ ସେ ଯୀଶୁଙ୍କୁ ଭେଟୁଛି, ସେତେବେଳେ ଯୀଶୁଙ୍କର ହୃଦୟ ତାକୁ କଢ଼େଇ ନଉଛି। ଆଉ ଯୀଶୁ କାଦୁଅ କରିକି ତାର ଆଖିରେ ଲଗେଇ ଦେଲେ, ତୁମେ ସିଲୋହ ପୋଖରୀରେ ଯାଇ ଧୋଇ ହୁଅ। ଆଉ ବର୍ତ୍ତମାନ ଇଏ ସିଲୋହ ପୋଖରୀକୁ ଯାଉଛି। ଆଉ ସେ ଯେତେବେଳେ ସିଲୋହ ପୋଖରୀକୁ ଯାଉଛି,
ସେ ଜନ୍ମାନ୍ଧ ତା ନିଜର ଚିନ୍ତା ଅନୁସାରେ ଯାଇପାରୁନି, କିନ୍ତୁ ଯୀଶୁଙ୍କ ଚିନ୍ତା ତାକୁ କଢ଼େଇ ନେଉଛି। ଆଉ ଏ ଜନ୍ମାନ୍ଧ ଜୀବନ ସାରା ନିଜର ଚିନ୍ତା ଦ୍ୱାରା ବଞ୍ଚି ଆସିଥିଲା, କିନ୍ତୁ ଯେତେବେଳେ ସେ ଯୀଶୁଙ୍କୁ ଭେଟିଲା, ଯୀଶୁଙ୍କ ବାକ୍ୟ ଶୁଣିଲା, ଆଉ ଯେତେବେଳେ ଯୀଶୁଙ୍କର ବାକ୍ୟ ତାର ହୃଦୟରେ ପ୍ରବେଶ କରିଲା, ଆଉ ସେ ପୂର୍ବରୁ ସେ ଯୀଶୁଙ୍କର ହୃଦୟ ନୁହେଁ କିନ୍ତୁ ତା ନିଜର ଚିନ୍ତା ଅନୁସାରେ ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଯୀଶୁଙ୍କର ହୃଦୟ ୟାକୁ କଢ଼େଇ ନେଉଛି। ଆଉ ତାଙ୍କ ନିଜର ଚିନ୍ତା ଦ୍ୱାରା ନୁହେଁ, ଯୀଶୁଙ୍କର ଚିନ୍ତା ଦ୍ୱାରା। ଆଉ ଟିକେ ଶୁଣନ୍ତୁ, ମୋତେ ସିଲୋହ ପୋଖରୀକୁ ଯିବାର ଅଛି। ଆଉ ଏଇଟା କ'ଣ ରାସ୍ତା ସିଲୋହ ପୋଖରୀକୁ ଯାଏ କି? ଆଉ କେତେ ବାଟ ମୋତେ ଯିବାକୁ ହବ? ଆଉ ରାସ୍ତାରେ କିଛି ଗାତ ନାହିଁ ତ? ଆଉ ଟିକେ ଶୁଣିବେ କି? ଆଉ ମୁଁ ଅନ୍ଧ ବୋଲି କହିକି ସେମିତି ପଚାରୁଛି, ଆଉ ମୋତେ ଟିକେ ଦୟା କରିକି ରାସ୍ତା ଦେଖେଇ ଦିଅନ୍ତୁ। ଆଉ ଏଇ ଜନ୍ମାନ୍ଧ ବର୍ତ୍ତମାନ ପଚାରି ପଚାରି ସେ ରାସ୍ତାରେ ଯାଉଛି। ବର୍ତ୍ତମାନ ଏଇ ଜନ୍ମାନ୍ଧ ନିଜର ଚିନ୍ତା ଅନୁସାରେ ନୁହେଁ, କିନ୍ତୁ ଯୀଶୁଙ୍କର ବାକ୍ୟ ଦ୍ୱାରା ପରିଚାଳିତ ହେଉଛି। ଆଉ ଗୋଟେ ଦିନ ଏଇ ଜନ୍ମାନ୍ଧ ଭିକ ମାଗିବା ସମୟରେ ଯୀଶୁଙ୍କୁ ଭେଟିଲା। ଯୀଶୁ କାଦୁଅ କରିକି ତାର ଆଖିରେ ଲଗେଇ ଦଉଛନ୍ତି। ତାପରେ ଯୀଶୁ ତାକୁ କହିଲେ, ସିଲୋହ ପୋଖରୀକୁ ଯାଇ ଧୋଇ ହୁଅ। ସିଲୋହ ପୋଖରୀକୁ ଯାଇ ଧୋଇ ହୁଅ। ଆଉ ସେଇ ବାକ୍ୟ କଣ୍ଟିନ୍ୟୁଅସଲି ତାର କାନରେ ଶୁଭା ଯାଉଛି। ସିଲୋହ ପୋଖରୀକୁ ଯାଇ ଧୋଇ ହୁଅ, ସିଲୋହ ପୋଖରୀକୁ ଯାଇ ଧୋଇ ହୁଅ, ସିଲୋହ ପୋଖରୀକୁ ଯାଇ ଧୋଇ ହୁଅ। ଯୀଶୁଙ୍କର ସେହି ବାକ୍ୟ ବର୍ତ୍ତମାନ ତାକୁ କଢ଼େଇ ନେଉଛି। ସେ ବର୍ତ୍ତମାନ ମଧ୍ୟ ଅନ୍ଧ। ସିଏ ଅଣ୍ଡାଳି ଅଣ୍ଡାଳି ସିଏ ସିଲୋହ ପୋଖରୀରେ ଯାଇ ପହଞ୍ଚୁଛି। ଏଇଟା ସିଲୋହ ପୋଖରୀ ନା? ଆଉ ତାପରେ ଆଣ୍ଠେଇକି ସେ ଅଣ୍ଡାଳି ଅଣ୍ଡାଳି ସିଏ ଯାଉଛି ସିଲୋହ ପୋଖରୀ ପାଖକୁ। ଏଇଟା ସତରେ ବହୁତ ବିପଦଜନକ। ଆଉ ଯଦି ସେ ପାଣି ଭିତରେ ପଡ଼ିଯିବ, ସେ ଜାଣିନି ସେ କୋଉ ପଟୁ ପହଁରିକି ବାହାରିବ। ସେଇଟା ବହୁତ ବିପଦଜନକ। ଯଦି ବା ତାକୁ ପହଁରା ଭଲରେ ଆସିପାରେ। ଆଉ ତାପରେ ସେ ଧୀରେ ବହୁତ ସତର୍କତାର ସହ ଯାଇକି ସିଲୋହ ପୋଖରୀର ପାଣିକୁ ଛୁଁଛି। ଆଉ ସେ ଜନ୍ମାନ୍ଧ ସବୁ କିଛି ବିଷୟକୁ କେବଳ ସନ୍ଦେହ କରିବ, କାହିଁକିନା ତାକୁ କିଛି ଦେଖାଯାଉନି। ଆଉ ସେ ଅଣ୍ଡାଳି ଅଣ୍ଡାଳି ଯାଉଛି ଏବଂ ସେ ପାଣି ତାର ଆଖିରେ ଯେତେବେଳେ ସେ ଆଖିକୁ ଧୋଉଛି, ଆଉ ସେ ବହୁତ ଥର ଧୋଇ ସାରିଲା ପରେ ତା ଆଖିକୁ ଏଇଟା କ'ଣ ଦେଖାଯାଉଛି? ଏଇଟା କ'ଣ? ଏଇଟା କ'ଣ? ଏଇଟା ଗୋଟେ ହଲୁଛି, ଏଇଟା କ'ଣ? ଓହୋ, ଏଇଟା ତାହେଲେ ମୋ ମୁହଁ କି? ଓ, ମୁଁ ତାହେଲେ ଏମିତି ଦେଖାଯାଉଛି। ସେଟା କ'ଣ? ଓହୋ, ତାହେଲେ ସେଇଟା କ'ଣ ସୂର୍ଯ୍ୟ କି? ଓ, ଏଇ ପଶୁମାନେ ସବୁ ଚଲାବୁଲା କରୁଛନ୍ତି। ଓ, ଏଇଠି ସେଇ ବତକମାନେ ପହଁରୁଛନ୍ତି। ଓହୋ, ସେଇଟା ହେଉଛି ହଂସ। ଯୀଶୁ ଯେତେବେଳେ ତାକୁ କହିଲେ, ସେ ବାକ୍ୟ ତାର ହୃଦୟରେ ପ୍ରବେଶ କଲା, ଆଉ ସେ ଅନ୍ଧକୁ କଢ଼େଇ ନେଲା। ଆଉ ଯୀଶୁଙ୍କର ବାକ୍ୟ ହେଉଛି ଯୀଶୁଙ୍କର ହୃଦୟ। ଯେତେବେଳେ ଯୀଶୁଙ୍କର ହୃଦୟ ସେ ଜନ୍ମାନ୍ଧର ହୃଦୟରେ ପ୍ରବେଶ କଲା, ଆଉ ସେଇ ଜନ୍ମାନ୍ଧ ପରିବର୍ତ୍ତିତ ହେବାକୁ ଆରମ୍ଭ କଲା। ତାହେଲେ ମୁଁ ବର୍ତ୍ତମାନ ଦେଖିପାରୁଛି। ଏବେ ମୋର ଆଖିରେ ମୁଁ ଦେଖିପାରୁଛି। ଓହୋ, ଲୋକମାନେ ଏମିତି ଦେଖାଯାଆନ୍ତି। ତାହେଲେ ଆମ ମା କେମିତି ଦେଖାଯାଉଥିବେ? ମୁଁ ଯାଇକି ଦେଖିବି ତାଙ୍କୁ। ଆଉ ବର୍ତ୍ତମାନ ଏଇ ଜନ୍ମାନ୍ଧ ଅନେକ ଗୁଡ଼ିଏ ନୂତନ ବିଷୟ ନିଜ ଭିତରେ ପାଇପାରୁଛି। ଆଉ ସେମାନେ ତାକୁ କହୁଛି, ଆଜି ହେଉଛି ବିଶ୍ରାମ ବାର, ତୁ କ'ଣ ପାଇଁକି ଚାଲୁଛୁ? ଆଉ ସେ ଯିଏ ମୋତେ ସୁସ୍ଥ କରିଲେ ସେ କହିଲେ, ତୁମେ ଉଠ ଏବଂ ତୁମର ଖଟିଆ ଘେନି ଚାଲ। ଆଉ କିଏ ତୁମକୁ ସୁସ୍ଥ କଲେ ମୁଁ ଜାଣିନି। ସେ 38 ବର୍ଷ ରୋଗାଗ୍ରସ୍ତ ଜାଣିନଥିଲା,
କିନ୍ତୁ ସେଇଠି ଜଣେ ଲୋକ ଅଛନ୍ତି ଯାହାଙ୍କ ନାଁ ଯୀଶୁ। ସିଏ ମୋତେ କହିଲେ, ଉଠ ତୁମର ଖଟିଆ ଘେନି ଚାଲ। ଏବଂ ତା ପରଠୁ ତାର ଜୀବନ ସମ୍ପୂର୍ଣ୍ଣ ବଦଳିଗଲା। ବାଇବଲରେ ବହୁତ ଆଶ୍ଚର୍ଯ୍ୟଜନକ ବିଷୟ ଲେଖାଯାଇଛି। 8 ପଦ ଦେଖନ୍ତୁ। ତେଣୁ ପ୍ରତିବାସୀମାନେ ପୁଣି ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ? କେହି କେହି କହିଲେ, ଏ ସେ। ଆଉ କେହି କେହି କହିଲେ, ନା, ଏ ତାପରି। ସେ କହିଲା, ମୁଁ ସେହି। ସେଥିରେ ସେମାନେ ତାହାକୁ କହିଲେ, ତାହା ହେଲେ ତୋର ଆଖି କିପରି ଫିଟିଗଲା? ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର 2 ଆଖିରେ ଲେପିଦେଲେ, ଆଉ ମୋତେ କହିଲେ, ସିଲୋହକୁ ଯାଇ ଧୋଇ ହୁଅ। ତେଣୁ ମୁଁ ବାହାରି ଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି। ଆଉ ତା ପରଠୁ ଯୀଶୁ ଖରାପ ବୋଲି ସବୁ ଲୋକମାନେ କହିବାକୁ ଆରମ୍ଭ କଲେ। ଆଉ ସେମାନେ କେବେ ମଧ୍ୟ ସେହି ଅନ୍ଧ ଲୋକର ହୃଦୟରେ ପ୍ରବେଶ କରିପାରିଲେନି। କାହିଁକି ନା ଆଉ ସେ ଯୀଶୁ ଯିଏକି ତାକୁ ସୁସ୍ଥ କରିଥିଲେ, ସିଏ ସେଇ ଜନ୍ମାନ୍ଧର ହୃଦୟରେ ସ୍ଥାନ ଗ୍ରହଣ କରିସାରିଥିଲେ। ଆଉ ଲୋକମାନେ ଚେଷ୍ଟା କରନ୍ତି ଭଲ କରିବା ପାଇଁ, ପ୍ରାର୍ଥନା କରିବା ପାଇଁ। ଆଉ ବାଇବଲର ପ୍ରତ୍ୟେକ ବାକ୍ୟ ହେଉଛି ଈଶ୍ୱରଙ୍କର ବାକ୍ୟ, ଯୀଶୁଙ୍କର ବାକ୍ୟ। ଏବଂ ପ୍ରତ୍ୟେକ ବାଇବଲର ବାକ୍ୟରେ ଯୀଶୁଙ୍କର ହୃଦୟ ଅଛି। ଯଦି ଆପଣ ବାଇବଲର ହୃଦୟ ଗ୍ରହଣ କରିବେ, ଆଉ ତେବେ ଈଶ୍ୱରଙ୍କର ହୃଦୟ ଆପଣଙ୍କ ହୃଦୟରେ ପ୍ରବେଶ କରିବେ। ଆଉ ସେଥିପାଇଁ ବାକ୍ୟକୁ ନେଇକି ଏଇଟା ଠିକ ଭୁଲ ସେମିତି ଯୁକ୍ତି କରନ୍ତୁନି। ଯଦି ଏହା ଈଶ୍ୱରଙ୍କ ବାକ୍ୟ, ତେବେ ଆପଣ ବାକ୍ୟ ଗ୍ରହଣ କରନ୍ତୁ। ଆଉ ଯେଉଁ ବାକ୍ୟ ମୋର ହୃଦୟକୁ ବଦଳେଇ ଦେଲା, ତାହା ହେଉଛି ରୋମିଓ 3 ପର୍ବର 24 ପଦ। ରୋମିଓ 3 ପର୍ବର 23 ପଦରେ, ସମସ୍ତେ ତ ପାପ କରିଅଛନ୍ତି ଏବଂ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। କିନ୍ତୁ 24 ପଦରେ କ'ଣ ଲେଖାଯାଉଛି? ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ବିନା ମୂଲ୍ୟରେ ଅନୁଗ୍ରହରେ ସେମାନେ ଧାର୍ମିକ ଗଣିତ ହୁଅନ୍ତି। ବାଇବଲ ଯଦି କହୁଛି ତୁମେ ଧାର୍ମିକ, ତେବେ ତୁମେ ଧାର୍ମିକ। ଏହି ବାକ୍ୟ ଯଦି ଆପଣ ନିଜର ହୃଦୟରେ ଯୀଶୁଙ୍କର ବାକ୍ୟ ବୋଲି ଗ୍ରହଣ କରିବେ, ଆପଣ କ'ଣ କହିବେ ଜାଣିଛନ୍ତି? ଓ ଯଦି ବା ମୁଁ ପାପ କରିଛି, କିନ୍ତୁ ପରମେଶ୍ୱର ମୋତେ ଧାର୍ମିକ କହିଲେ, ମୁଁ ଧାର୍ମିକ। ଆଉ ସେଥିପାଇଁ ଲୋକମାନେ ପରମେଶ୍ୱରଙ୍କର ବାକ୍ୟ ଗ୍ରହଣ କରିପାରୁଛନ୍ତି। ଯଦି ପରମେଶ୍ୱର କହନ୍ତି ଆପଣ ଧାର୍ମିକ, ତେବେ ଆପଣ ଧାର୍ମିକ। ଈଶ୍ୱର ପବିତ୍ର କହିଲେ ଆପଣ ପବିତ୍ର। ଯଦି ପରମେଶ୍ୱର କହୁଛନ୍ତି ତୁମେ ଅନୁଗ୍ରହ ପ୍ରାପ୍ତ ହେଇଛ, ତେବେ ଅନୁଗ୍ରହ ପ୍ରାପ୍ତ ହେଇଛ। କିନ୍ତୁ ଲୋକମାନେ ଏହି ପ୍ରକାର ବିଶ୍ୱାସ କରିପାରନ୍ତିନି। ନିଶ୍ଚିନ୍ତ ଭାବରେ ଏହି ବାକ୍ୟରେ ପରମେଶ୍ୱର ଆମକୁ ଧାର୍ମିକ ବୋଲି ଗଣିତ କରିଅଛନ୍ତି। କିନ୍ତୁ ଲୋକମାନେ ଚିନ୍ତା କରନ୍ତି, ମୁଁ ସତରେ ଧାର୍ମିକ? ନାଇଁ, ମୁଁ ଧାର୍ମିକ ନୁହେଁ, ମୁଁ ପାପୀ। ତେବେ ଏଇଠି କ'ଣ ଭିନ୍ନତା ଅଛି? ବର୍ତ୍ତମାନ ଅନେକ ଲୋକମାନେ ଆଉ ବାଇବଲରେ ଯୀଶୁ କ୍ରୁଶରେ କ୍ରୁଶାର୍ପିତ ହେଲେ, ସେଥିପାଇଁ ନିଶ୍ଚିନ୍ତ ଆମେ ଧାର୍ମିକ ବୋଲି କହୁଅଛନ୍ତି। କିନ୍ତୁ ରୋମିଓ 3 ପର୍ବର 23 ପଦରେ, ସମସ୍ତେ ତ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ନିଶ୍ଚିନ୍ତ ସେମାନେ ପାପ କଲେ ଏବଂ ଈଶ୍ୱରଙ୍କ ଗୌରବ ରହିତ ହେଲେ। କିନ୍ତୁ 24 ପଦ ଦେଖିଲେ, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ବିନା ମୂଲ୍ୟରେ ଅନୁଗ୍ରହରେ ସେମାନେ ଧାର୍ମିକ ଗଣିତ ହୁଅନ୍ତି। ଯେହେତୁ କି ଯୀଶୁ ମୋର ସମସ୍ତ ପାପ କ୍ଷମା କରିଅଛନ୍ତି, ଆଉ ସେ କହୁଛନ୍ତି ମୁଁ ଧାର୍ମିକ। ଆଉ କିନ୍ତୁ ଆପଣ କହିବେ, ନାଇଁ ମୁଁ ପାପୀ। ବାଇବଲ କହୁଛି ଧାର୍ମିକ, କିନ୍ତୁ ଆପଣ କହିବେ, ନାଇଁ ମୁଁ ପାପୀ। କିନ୍ତୁ କେତେ ଲୋକ କହନ୍ତି, ପରମେଶ୍ୱର ଆମକୁ ଧାର୍ମିକ ବୋଲି କହୁଛନ୍ତି। ଆମମାନେ ଯଦି ପାପୀ, ତାହେଲେ ପରମେଶ୍ୱର କେମିତି ଆମକୁ ଧାର୍ମିକ କହିପାରିବେ? ତାହେଲେ ପରମେଶ୍ୱର କ'ଣ ମିଥ୍ୟାବାଦୀ? ଯଦି ପରମେଶ୍ୱର ଆମକୁ ଧାର୍ମିକ କହୁଛନ୍ତି, ଆମେ ଧାର୍ମିକ ହେଇଥିବାରୁ ଆମକୁ ଧାର୍ମିକ କହୁଛନ୍ତି। ଯଦି ମୁଁ ପାପୀ ଅଛି, ତାହେଲେ ସେ କେବେ ମଧ୍ୟ ମୋତେ ଧାର୍ମିକ ବୋଲି କହିପାରିବେନି। ଯଦି ପାପୀକୁ ସେ ଧାର୍ମିକ ବୋଲି କହନ୍ତି, ତେବେ ଯୀଶୁ ଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହେବାର ଆବଶ୍ୟକତା ନଥିଲା। ସେମିତି ଖାଲି ସେ ଆମକୁ ଧାର୍ମିକ ବୋଲି କହିଦେଇଥାନ୍ତେ।
परमेश्वर केबे मध्य कौनसी पापी को धार्मिक बोली कहि पारिबेनी। जेहेतु कि आमे माने धार्मिक होई अछु सेथिपाई आमानको धार्मिक बोली कुहा जाउछि। आ यीशु ख्रीष्टଙ୍କର क्रूसर रक्त आमानଙ୍କର समस्त पाप क्षमा କରିଅଛି। किंतु जेतेबेले से रक्त आमको देखा जाएनी किंतु लोकमानकर पाप अति परिष्कार भाବରେ ନିଜକୁ ଦେଖାଯାଏ ସେମାନେ କହିବେ ମୁଁ धार्मिक नुहे ମୁଁ पापी। किंतु यीशु ख्रीष्ट आमानଙ୍କ निमंते क्रूसार्पित हेले एवं से निश्चिंत भाବରେ मोर पाप क्षमा करिसंती। जदिबा मु पाप कली किंतु यीशुଙ୍କର समस्त रक्त मोर पाप क्षमा करिअछि। आउ जेतेबेले से वाक्य आपणक हृदय प्रवेश करिब से जे केही भी होना काहेकि केबे मध्य से निजको आ पापी बोली कहि पारिबनी। यीशु ख्रीष्ट क्रूसरे क्रूसार्पित होइकि मोर पाप क्षमा करि नाहांती बोली जेतेबेले आपण ताहा ग्रहण करिबेनी आ सेतेबेले ही आपण कहिबे जे आपण पापी। यीशु धार्मिक बोली कहउछंती, यीशु पवित्र बोली कहउछंती, से कहउछंती आपणकर पाप आ स्मरण करिबे नाही। जेतेबेले वाक्य आपणक हृदय प्रवेश करिब आपण कदापि निजको पापी बोली कहि पारिबेनी। आपण निजको पापी बोली कहिबा नम्रता नुहे, ताहा होची से यीशु ख्रीष्टंकर रक्त जे के क्रूसार्पित हेइछन्ति क्रूसरे तांकर से क्रूसकर विरोधाचरण करिबा। परमेश्वर आपणको धार्मिक बोली कहउछन्ति। पाप क्षमा एवं पुनर्जन्मर रहस्य बही रे आ यीशु केमिति आम माननकु धार्मिक गणित कले से विषय मु लिखिथिली। मु तांको ना कहिबिनी किंतु जणे पास्टर मो विषय लिखिले आ मु घोषणा करूची जे मृत्यु पर्यंत मु होची पापी। एटा अर्थहीन। आ जदि आपण पापी ताले क्रूसर अर्थ कौन? तार अर्थ क्रूस आमर पाप क्षमा करिनी ताहले यीशुଙ୍କର मृत्यु होची अर्थहीन। एटा असंभव। आ सेही समय ठारू मु परमेश्वर को विश्वास करिवार विश्वास पाई पारिली। एटा बहुत आश्चर्यमय अटे। मु 1999 मसीहारे मोर बहुत हृदयर समस्या थिला। आ मु जेतेबेले से विषय रे चिंता करूची मु आर्मी रे जेतेबेले थिली आउ जेतेबेले मते 22 वर्ष होउथिला सेतरे हमर रेंजर ट्रेनिंग होउथिला। आ से रेंजर ट्रेनिंग बहुत हालिया जनक। आ सेति पई कि आउ जेतेबेले को आपण से रेंजर ट्रेनिंग नउछंती आउ जेतेबेले आपण डियाम डेउ लॉन्ग हाई जंप करूछंती सेतेबेले जेमिति हेले भी आपण टिके बहाना खोजी कि अटकी जिबा पाई के लोक माने सिखी थांती। आउ जैसे ट्रेनिंग एते कष्टकर थिला जे आपण पूरा हालिया हेई जिबे त सब एनर्जी आपणकर से बाहर करि नेबो। आउ तापरे एमिति दौड़ी रे आमे जाइकी पूरा बहुत उच्चा पहाड़ रो आमे माने समुद्र नदी भितरे डेइबार ट्रेनिंग थिला। आउ जदि बेसी शीघ्र आपण हाथ छाड़ी देबे सेटा बेसी उच्च थाए आउ नदी रे पड़िला बेलको आपण आघात प्राप्त हेबे। किंतु जदि डेरी रे छाड़िबे ताहले आउ गोटे पहाड़ रे जाइकी आपण धक्का हेई जिबे। आ सेतेबेले आपण निजको विश्वास करि पारिबेनी। आपण ट्रेनर को देखिबार अछि जेतेबेले से फ्लैग जेतेबेले उठेइबे सेतेबेले आपण हाथ छाड़ीकी सेठी जिबा को हबो। आ जेतेबेले से फ्लैग तळु कले गोटे सेकेंड भितरे हाथ छाड़ीबा को हबो। आ ताले ठीक जगह रे आपण पड़िबे। आ समस्ते नर्वस हेई जानती सेतेबेले। आ एई प्रकार ट्रेनिंग आमे नउथिलु। आ समस्ते जेतेबेले को एकाठी जमा हुओ बोली कहि कि हम ट्रेनर कहिथिले मु उठिके आ जाई पारिलिनी। आ सेतेबेले प्रथम थर पाई मु जानिली जे मोर हृदरोग अछि बोली। आ 3 दिन मु सेठी रेस्ट कली। आ 22 वर्ष बहुत कम बयस थिला सेति पई 3 दिन रेस्ट कला परे मु पुणी ठीक हेई गली। आ जेतेबेले मते 53 वर्ष हैला
ଆଉ ମୋର ସେଇ ରୋଗ ଆହୁରି ଦୃଢ଼ ଭାବରେ ପ୍ରକାଶ ପାଇଲା। ଆଉ ମୁଁ ବେଳେ ବେଳେ ଯେତେବେଳେ ଷ୍ଟେଥୋସ୍କୋପ୍ରେ ମୋର ହାର୍ଟ ବିଟ୍ ଶୁଣିଥାଏ, ଆଉ ସେ ତା ତାକ୍ ହେଇକି ପଲ୍ସ ହାର୍ଟ ବିଟ୍ ଶୁଭାଯିବ କିନ୍ତୁ ସେ ଅଟକିଯିବ। ସେଟା ବହୁତ ଆଶ୍ଚର୍ଯ୍ୟ ଲାଗେ ଶୁଣିବା ପାଇଁ। ଆଉ 10 ସେକେଣ୍ଡ ପାଇଁ କି ହାର୍ଟ ବିଟ୍ ନଥିବ, ଆଉ ମୋତେ ବହୁତ ଡର ଲାଗୁଥିଲା ସେ ବିଷୟ। କିନ୍ତୁ ପୁଣି ଆଉଥରେ ସେଟା ହାର୍ଟ ବିଟ୍ ଆରମ୍ଭ ହବ। ଆଉ ଯେତେବେଳେ ମୋର ହୃଦୟ ଆହୁରି ଅଧିକରୁ ଅଧିକ ଖରାପ ହେବା ପାଇଁ ଲାଗିଲା, ମୋତେ 50 ବର୍ଷ ହେଲା ପରେ ମୁଁ ଭାବୁଥିଲି ମୁଁ ବୋଧେ ବେଶୀରୁ ବେଶୀ 50 ବର୍ଷ ପର୍ଯ୍ୟନ୍ତ 60 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବି। 1999 ଆଉ ଯେତେବେଳେ ମୋର ହୃଦୟରେ ବହୁତ ଯନ୍ତ୍ରଣା ହେଉଥିଲା, ମୋତେ ଲାଗିଲା ମୁଁ ବୋଧେ ଆଗକୁ ଆଉ ମାସେ ବି ବଞ୍ଚିପାରିବିନି। ଆଉ ମୋର ଏତେ ସମସ୍ୟା ଥିଲା ଯେ ଯେତେବେଳକୁ ଆମର ମିଶନ ସେଣ୍ଟର ତିଆରି ହେଉଥିଲା, 7 ମହଲାର ବିଲ୍ଡିଂ ଥିଲା, ମୁଁ ସେଇ 7 ମହଲାକୁ ଅନେଇ ପାରେନି। ମୋତେ ଲାଗେ ମୁଁ ଅନେଇଲେ ମୋର ଆଉ ହୃଦସ୍ପନ୍ଦନ ବନ୍ଦ ହେଇଯିବ। ଆଉ ସେଇ ବର୍ଷ ଖରା ଦିନରେ ପାଇନ୍ ଫିଲ୍ଡସରେ ଆମର ଯେତେବେଳେ ସମର ରିଟ୍ରିଟ୍ ହେଉଥିଲା, ମୁଁ ସେଦିନ ରାତିରେ ଶୋଇଲା ବେଳେ ମୁଁ ଟେଣ୍ଟ ଭିତରେ ଚିନ୍ତା କଲି, ଆମର ହେଡ଼କ୍ୱାର୍ଟର୍ସରୁ ଆମର ସଣ୍ଡେ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ 800 ମିଟର ହେବ, ଆଉ ମୁଁ 4 ଥର ଚାଲିକି ଯିବା ଆସିବା କରିଥିଲି। ଆଉ ତାହେଲେ 400 ମିଟର ଖଣ୍ଡେ ହେବ ସେଟା କମ୍ ସେ କମ୍। ଆଉ ତାର ଅର୍ଥ ହେଉଛି ମୁଁ 4 କିଲୋମିଟର ଯିବା ଆସିବା କରିଛି ଚାଲିକି। ଆଉ ତାପରେ ମୁଁ ସେଇଦିନ ଚିନ୍ତା କଲି, ପରମେଶ୍ୱର ମୋର ହୃଦୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ କରିଛନ୍ତି। ସେଇଦିନ ଠାରୁ ମୁଁ ସକାଳୁ ଉଠିକି ଜଗିଂ କରିବା ଆରମ୍ଭ କଲି। ପରମେଶ୍ୱର ମୋତେ ସୁସ୍ଥ କରିଛନ୍ତି ବୋଲି ମୁଁ ବିଶ୍ୱାସ କଲି। ମୁଁ ଗୋଟେ ସ୍ନିକର କିଣିଲି, ଆଉ ମୋ ବ୍ୟାଗ୍ରେ ସେଟା ରଖୁଥିଲି। ମୁଁ ଆଫ୍ରିକା ଗଲେ ମୁଁ ସେଠି ଜଗିଂ କରିଲି। ଆଉ ତାପରେ ଆମର ସେଇଠି ଗୋଟେ ହାଇସ୍କୁଲ ଥିଲା, ଗର୍ଲସ ହାଇସ୍କୁଲ, ଆଉ ତାର ଫିଲ୍ଡରେ ମୁଁ ଦୌଡ଼ିବାକୁ ଆରମ୍ଭ କଲି। ଆଉ ସେଇଠି ତାପରେ ଗୋଟେ ଲ୍ୟାବ୍ ଦୌଡ଼ିଲେ ସେଇଟା 300 ମିଟର। ଆଉ ମୁଁ ଯେତେବେଳକୁ ସେଇଠି ଦୌଡ଼ିବି, ଆଉ ପୁରା ଆଉ 2ଟା ଲ୍ୟାବ୍, 3ଟା ଲ୍ୟାବ୍, 4ଟା ଲ୍ୟାବ୍ ନେବି। ଆଉ ତାପରେ ପୁରା ଯେତେବେଳେ ବହୁତ ଝାଳ ବାହାରୁଥିଲା, ଆସିକି ଯେତେବେଳେ ମୁଁ ଗାଧୋଉଥିଲି ମୋତେ ବହୁତ ଫ୍ରେଶ୍ ଲାଗିଲା। ଆଉ ଏଇ ପ୍ରକାର ଭାବରେ ମୋର ହୃଦୟର ଯେଉଁ ରୋଗ ଥିଲା ସେଇଟା ବହୁତ ସୁସ୍ଥ ହେଇଗଲା, ଆଉ ମୁଁ ସ୍ୱାସ୍ଥ୍ୟବାନ ହେଇଗଲି। ଆଉ ପରମେଶ୍ୱର ମୋର ହୃଦୟରେ କେମିତି କାର୍ଯ୍ୟ କରିଛନ୍ତି ସେ ବିଷୟରେ ମୁଁ ଶବ୍ଦରେ ସବୁ ବର୍ଣ୍ଣନା କରିପାରିବିନି। ଆଉ ପୂର୍ବରୁ ମୋ ପାଖରେ କେବଳ ମୋର ନିଜ ଚିନ୍ତା ଥିଲା, କିନ୍ତୁ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ମୋ ହୃଦୟରେ ପ୍ରବେଶ କଲା, ଆଉ ତାପରେ ମୋର ଚିନ୍ତା ନୁହେଁ କିନ୍ତୁ ଈଶ୍ୱରଙ୍କ ବାକ୍ୟ ମୋତେ କଢ଼େଇ ନେଲା। ବର୍ତ୍ତମାନ ଏ ଯେଉଁ ଜନ୍ମାନ୍ଧ ଅଛି, ସେ ଯୀଶୁଙ୍କୁ ଭେଟିବା ପୂର୍ବରୁ ନିଜର ଚିନ୍ତା ତାକୁ କଢ଼େଇ ନେଉଥିଲା, କିନ୍ତୁ ଯୀଶୁଙ୍କୁ ଭେଟିବା ପରେ ତାର ହୃଦୟରେ ଯୀଶୁଙ୍କ ବାକ୍ୟ ପ୍ରବେଶ କଲା। ତୁମେ ସିଲୋହ ପୋଖରୀରେ ଯାଇ ଧୋଇ ହୁଅ। ସେ ବାକ୍ୟ ଶୁଣିକି ସିଲୋହ ପୋଖରୀକୁ ଯାଇ ଧୋଇ ହେଲା। ସେ ଲୋକମାନଙ୍କୁ ଭେଟିଲା, ଯୀଶୁ ତାକୁ ସୁସ୍ଥ କରିଛନ୍ତି ବୋଲି କହିଲା। ସେଟା ବହୁତ ଆଶ୍ଚର୍ଯ୍ୟ ବିଷୟ ଘଟିଲା। ବର୍ତ୍ତମାନ ସେ ସ୍ୱାସ୍ଥ୍ୟବାନ ହେଇଗଲା, ସେ ଚାକିରି କରିପାରିଲା, ସୁନ୍ଦର ସ୍ତ୍ରୀକୁ ସେ ବାହା ହେଉଛି, ତାଙ୍କର ପୁଅ ଝିଅ ହେଉଛନ୍ତି, ଏବଂ ବହୁତ ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁକି ଆଶୀର୍ବାଦପୂର୍ଣ୍ଣ ଜୀବନ ବଞ୍ଚୁଛି। ସେ ଯେଉଁ ମୁହୂର୍ତ୍ତରେ ସେ ଯୀଶୁଙ୍କୁ ଭେଟିଲା, ସେଇ ସମୀରଣୀୟ ସ୍ତ୍ରୀ ଲୋକ ଯିଏକି ପଥର ଦ୍ୱାରା ମରାଯିବା ପାଇଁ ଯୋଗ୍ୟ ଥିଲା, ଆଉ ଯେତେବେଳେ ସେ ଯୀଶୁଙ୍କୁ ଭେଟିଲା ଏବଂ ଯୀଶୁଙ୍କର ହୃଦୟ ତାର ହୃଦୟରେ ପ୍ରବେଶ କଲା, ଯୀଶୁ କହିଲେ, ମୁଁ ମଧ୍ୟ ତୁମକୁ ଦଣ୍ଡନୀୟ ବୋଲି ବିଚାର କରେ ନାହିଁ, ଯାଅ ଆଜିଠାରୁ ଆଉ ପାପ କର ନାହିଁ। ଆଉ ସେହି ବାକ୍ୟ ତାର ହୃଦୟରେ ପ୍ରବେଶ କଲା। ହଁ, ମୁଁ ଆଉ ଦଣ୍ଡନୀୟ ବୋଲି ବିଚାର କରାଯାଉନି। ମୁଁ ଏତେ ଧନ୍ୟବାଦୀ। ମୁଁ ପଥର ଫୋପାଡ଼ିକି ମରାଯିବା ପାଇଁ ଯୋଗ୍ୟ ଥିଲି। ଆଉ ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ ନୁହେଁ ଯେ ଆପଣ ବେଶୀ ପ୍ରାର୍ଥନା କରିବେ, ବେଶୀ ଅଫରିଂ ଦେବେ, ଆଉ ଗରିବମାନଙ୍କୁ ସାହାଯ୍ୟ କରିବେ। ଆଉ ମୋ ଠାରୁ ଯେଉଁ ହୃଦୟ ଭିନ୍ନ ଅଛି, ଆଉ ଯଦି ସେଇ ଯୀଶୁଙ୍କର ହୃଦୟ ଆପଣ ଜାଣିବେ, ଆଉ କିନ୍ତୁ ଲୋକମାନେ ତାହା କରି ଜାଣୁନାହାନ୍ତି। ମୁଁ ଜଣେ ପାପୀ,
ଆଉ ସେମାନେ ସେଥିପାଇଁ କହନ୍ତି ମୁଁ ହଉଛି ପାପୀ। କିନ୍ତୁ ଯୀଶୁ ଆମକୁ ଧୌତ କରିଅଛନ୍ତି। ଯଦି ସେ ଯୀଶୁ ଧୋଇଦେଲେ ତେବେ ମୁଁ ଧାର୍ମିକ। ଯୀଶୁ ଯଦି କହନ୍ତି ମୁଁ ଧାର୍ମିକ, ତେବେ ଲୋକମାନେ ସେ ବାକ୍ୟ ଗ୍ରହଣ କରନ୍ତିନି, କିନ୍ତୁ ସେମାନେ ନିଜର ଚିନ୍ତାକୁ ଧରିକି ରୁହନ୍ତି। ସେଇ ପ୍ରକାର ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରୁନାହାନ୍ତି। ତାଙ୍କର ଯୀଶୁଙ୍କର କ୍ରୁଶ ସହିତ କୌଣସି ସମ୍ପର୍କ ନାହିଁ। ସେମାନଙ୍କ ନିମନ୍ତେ ଯୀଶୁ କାର୍ଯ୍ୟ କରିପାରିବେନି। କିନ୍ତୁ ବର୍ତ୍ତମାନ ଯେତେବେଳେ ଆପଣମାନେ ବାଇବଲ ପଢ଼ୁଛନ୍ତି, ସେ ଯେ କେହି କୌଣସି ବାକ୍ୟ ହଉନା କାହିଁ, ମୋ ଆଖିରେ ଯଦିବା ମୁଁ ପାପୀ, ମୋ ଆଖିରେ ମୁଁ ଦୁଷ୍ଟ, ମୋ ଆଖିରେ ମୁଁ ମନ୍ଦ, କିନ୍ତୁ ଯୀଶୁ ଯଦି ମୋତେ ଧାର୍ମିକ କହୁଛନ୍ତି ତେବେ ମୁଁ ଧାର୍ମିକ। ଯୀଶୁ ମୋତେ ପବିତ୍ର କହିଲେ ମୁଁ ପବିତ୍ର। ଯଦି ଯୀଶୁ ମୋତେ ପବିତ୍ର କହିଲେ ମୁଁ ପବିତ୍ର। ଯଦି ଯୀଶୁଙ୍କର ହୃଦୟ ମୋର ଚିନ୍ତାକୁ ଜିତି ଯାଉଛି, ଆଉ ଯଦି ମୋର ଚିନ୍ତା ଯୀଶୁଙ୍କର ଚିନ୍ତାକୁ ଜିତି ଯାଉଛି, ତାହେଲେ ମୁଁ ପାପୀ ବୋଲି କହିବି। ଆଉ ସେଇ ପ୍ରକାର ଆପଣ କହିବେ, ତାହା ମୂଲ୍ୟହୀନ। କିନ୍ତୁ ଯୀଶୁଙ୍କର ବାକ୍ୟ ଯେତେବେଳେ ଜିତିଯିବ, ମୁଁ ଯଦି ବା ପାପୀ, ଯୀଶୁ ମୋତେ ଧାର୍ମିକ କହିଲେ, ଯୀଶୁ ମୋତେ ପବିତ୍ର କରିଅଛନ୍ତି, ଯୀଶୁ ପାପ ସ୍ମରଣ କରନ୍ତିନି ବୋଲି କହୁଛନ୍ତି। ଏହି ପ୍ରକାର ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଇପାରିବେ। ଏଟା ବହୁତ ସହଜ। ଲୋକମାନେ ଚର୍ଚ୍ଚକୁ ଯାଉଛନ୍ତି, ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ନିଜକୁ ପାପୀ ବୋଲି କହନ୍ତି। ସତରେ ସେମାନେ ପାପୀ ବୋଲି କହନ୍ତି। ଆଉ ସେମାନେ ଯେଉଁମାନେ କହନ୍ତି ମୁଁ ପାପୀ ବୋଲି କହିକି, ସେମାନେ ଗ୍ରହଣ କରୁନାହାନ୍ତି ଯେ ଯୀଶୁ ତାଙ୍କୁ ଧାର୍ମିକ କରିଅଛନ୍ତି। କିନ୍ତୁ ବାଇବଲରେ ଅନେକ ସ୍ଥାନରେ ଯୀଶୁ ଆମମାନଙ୍କୁ ଧାର୍ମିକ ବୋଲି କହୁଛନ୍ତି। ଏତେ ବାକ୍ୟ ଅଛି ଯେ ଆପଣ ଗଣି ମଧ୍ୟ ପାରିବେନି। ଆଉ ସେହି ଯୀଶୁ ଆମ୍ଭମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ ଏବଂ ଆମମାନଙ୍କୁ ଧାର୍ମିକ ଗଣିତ କରିବା ନିମନ୍ତେ ସେ ଉତ୍ଥାପିତ ହେଲେ। ଆଉ ଯୀଶୁ ଆମମାନଙ୍କୁ ଧାର୍ମିକ ଗଣିତ କରିବା ନିମନ୍ତେ ସେ ଉତ୍ଥାପିତ ହେଇଛନ୍ତି। ଆଉ ଯୀଶୁ ଆମର ପାପର ସମସ୍ତ ଦଣ୍ଡ ବହନ କରିଛନ୍ତି। ଯୀଶୁ ମୋର ପାପର ଦଣ୍ଡ ବହନ କରିଛନ୍ତି। ନାଇଁ ମୁଁ ପାପୀ, ତାର ଅର୍ଥ ହେଉଛି ଆପଣ ଯୀଶୁଙ୍କର ବିରୋଧୀ ଅଟନ୍ତି। ବର୍ତ୍ତମାନ ଅନେକ ଲୋକମାନେ ଚର୍ଚ୍ଚକୁ ଯାଉଛନ୍ତି କିନ୍ତୁ ନିଜକୁ ପାପୀ ବୋଲି କହୁଛନ୍ତି। କାହିଁକି ନା ଯୀଶୁଙ୍କର ବାକ୍ୟ ଯେତେବେଳେ ଆପଣଙ୍କ ହୃଦୟରେ ପ୍ରବେଶ କରିବ ଏବଂ ଆପଣଙ୍କ ଚିନ୍ତାକୁ ଜିତିଯିବ, ସେତେବେଳେ ଆପଣ ଯୀଶୁଙ୍କର ମନୁଷ୍ୟ ହେଇଯିବେ। କିନ୍ତୁ ଯୀଶୁଙ୍କର ବାକ୍ୟ ଆପଣଙ୍କ ହୃଦୟରେ ପ୍ରବେଶ କରିବ, ଆଉ ଯଦି ମୋର ଚିନ୍ତା ତାକୁ ଜିତିଯାଏ, ତାହେଲେ ମୁଁ ପାପ କରିକି କେମିତି ନିଜକୁ ଧାର୍ମିକ ବୋଲି କହିପାରିବି? ମୁଁ ତ ଜଣେ ପାପୀ, ଏଇ ପ୍ରକାର ଆପଣ କହିବେ। କିନ୍ତୁ ଅପର ପକ୍ଷରେ ଯଦି ଯୀଶୁଙ୍କର ବାକ୍ୟ ମୋର ହୃଦୟକୁ ଜିତିବ, ହଁ ନିଶ୍ଚିନ୍ତ ମୁଁ ପାପ କରିଛି, କିନ୍ତୁ ଯୀଶୁ କ୍ରୁଶରେ ମୋ ପାପ ପାଇଁ ମୃତ୍ୟୁବରଣ କଲେ ଏବଂ ମୋତେ ଯଦି ସେ ଧାର୍ମିକ କହୁଛନ୍ତି, ଯଦିବା ମୁଁ ଜଣେ ପାପୀ, ଯୀଶୁ ଯଦି ମୋତେ ଧାର୍ମିକ କହନ୍ତି, ତେବେ ମୁଁ ଧାର୍ମିକ। ଏଇ ପ୍ରକାର ଆପଣ କହିବେ। ବର୍ତ୍ତମାନ ଅନେକ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି, ସେମାନେ କିନ୍ତୁ ଯୀଶୁଙ୍କୁ ବିଶ୍ୱାସ କରୁନାହାନ୍ତି, ସେଥିପାଇଁ ନିଜକୁ ପାପୀ ବୋଲି କହନ୍ତି। ନିଶ୍ଚିନ୍ତ ଭାବରେ ଯୀଶୁ କହିଛନ୍ତି ଆମମାନଙ୍କର ପାପ କ୍ଷମା ହୋଇଅଛି। ଆଉ ସେହି ଯୀଶୁ ଆମ୍ଭମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ ଏବଂ ଆମମାନଙ୍କୁ ଧାର୍ମିକ ଗଣିତ କରିବା ନିମନ୍ତେ ଉତ୍ଥାପିତ ହେଲେ। ଏଇଟା ବହୁତ ମୂଲ୍ୟବାନ ବାକ୍ୟ। ଆଉ ପ୍ରଥମ କରନ୍ଥୀୟ 6 ପର୍ବର 10 ପଦରେ ସେଠି ବହୁତ ଆଶ୍ଚର୍ଯ୍ୟ ବାକ୍ୟ ଲେଖାଯାଇଛି। କି ପୁମୈଥନକାରୀ, କି ଚୋର, କି ଧନଲୋଭୀ, କି ମତୁଆଳ, କି ନିନ୍ଦକ, କି ପରଦ୍ରବ୍ୟ ଲୁଣ୍ଠନକାରୀ ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏପରି ଲେଖାଯାଇଛି। ଆଉ ଆମେମାନେ ଚୋର, ଧନଲୋଭୀ, ମତୁଆଳ, ନିନ୍ଦକ, ପରଦ୍ରବ୍ୟ ଲୁଣ୍ଠନକାରୀ ଏଇ ପ୍ରକାର ଅଟୁ। କେବଳ 10 ପଦ ଆପଣ ଦେଖନ୍ତୁନି, 11 ପଦ ଦେଖନ୍ତୁ। ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ। ହଁ, ଆମେ ଏହି ପ୍ରକାର ପାପ କରିଥିଲୁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। ଆଉ ଇଂଲିଶରେ ସେଠି ବହୁତ ବଢ଼ିଆ ଲେଖାଯାଇଛି। ଆମେ ସେମିତି ପାପ କରିଛୁ, କିନ୍ତୁ ତୁମେ ପବିତ୍ର, ତୁମେ ଧାର୍ମିକ। ତୁମେ ପାପ କରିଛ, କିନ୍ତୁ
ତୁମେ ଧାର୍ମିକ ସେମିତି ଲେଖା ହେଇଛି ନା, କିନ୍ତୁ ତୁମେ ଧୌତ ହୋଇଅଛ। କୋଉ ବାକ୍ୟ ଆପଣ ବିଶ୍ୱାସ କରିବେ? ମୁଁ ପାପ କରିଛି। ଯୀଶୁ କହୁଛନ୍ତି ତୁ ପାପ କରିଛୁ, ତୋର ପାପ କ୍ଷମା ହେଇଛି, ତୁ ପବିତ୍ର ହେଇଛୁ, ତୁ ଧାର୍ମିକ ହେଇଛୁ। ଯଦି ଆପଣ ଯୀଶୁଙ୍କର ବାକ୍ୟ ବିଶ୍ୱାସ କରିବେ, ମୁଁ ଧାର୍ମିକ। ପାଷ୍ଟର କହୁନାହାନ୍ତି ଯୀଶୁ ମୋତେ ଧାର୍ମିକ କହିଲେ, ପରମେଶ୍ୱର ମୋତେ ଧାର୍ମିକ କହିଲେ, ପରମେଶ୍ୱର ମୋତେ ପବିତ୍ର କହିଲେ, ପରମେଶ୍ୱର କହିଲେ ମୁଁ ଧୌତ ହୋଇଅଛି। ସେଇଠି କେବଳ ଗୋଟିଏ କନକ୍ଲୁଜନ ଅଛି, ଆପଣ ନିଜର ଚିନ୍ତାକୁ ବିଶ୍ୱାସ କରିବେ ନା ଯୀଶୁଙ୍କର ଚିନ୍ତାକୁ ବିଶ୍ୱାସ କରିବେ? ନିଜର ଚିନ୍ତାକୁ ବିଶ୍ୱାସ କରିବେ ନା ଯୀଶୁଙ୍କର ବାକ୍ୟ ବିଶ୍ୱାସ କରିବେ? ମୁଁ 19 ବର୍ଷ ପର୍ଯ୍ୟନ୍ତ ପାପୀ ଥିଲି, କିନ୍ତୁ 19 ବର୍ଷରେ 1962 ମସିହାରେ ସେତେବେଳେ ପ୍ରଥମ ଥର ପାଇଁ ମୋର ପାପ ସବୁ କ୍ଷମା ହୋଇଅଛି ବୋଲି ମୁଁ ଜାଣିପାରିଲି। ମୁଁ ଯେତେ ବି ଭଲରେ ଚିନ୍ତା କରେ ନା କାହିଁକି, ମୁଁ ଧାର୍ମିକ ଥିଲି। ଯଦି ବା ମୁଁ ବହୁତ ପାପ କରିଥିଲି, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶରେ ମୋର ସମସ୍ତ ପାପ କ୍ଷମା ହୋଇଛି। ସେଥିପାଇଁ ମୋତେ ଯିଏ ବି ଯାହା କହୁନା କାହିଁକି, ମୁଁ ଧାର୍ମିକ, ମୁଁ ପବିତ୍ର, ମୁଁ ସିଦ୍ଧ। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ପାପୀ ବୋଲି ଯେଉଁ ଚିନ୍ତା ମୋର ଥିଲା, ଆଉ ମୁଁ ବିଶ୍ୱାସ ଦ୍ୱାରା ଯୀଶୁଙ୍କର ବାକ୍ୟକୁ ଗ୍ରହଣ କଲି। ସେ ବ୍ୟଭିଚାରିଣୀ ସ୍ତ୍ରୀ ସେଦିନ ରାତିରେ ଯାଇକି ଯେତେବେଳେ ତାଙ୍କ ଘରେ ଶୋଇଥିବ, ମୁଁ ଆଜି ପଥର ଦ୍ୱାରା ମରା ଯାଇଥାନ୍ତି, ଆଉ ମୋର ମୁଣ୍ଡ ଫାଟି ଯାଇଥାନ୍ତା, ମୋର ମେରୁଦଣ୍ଡ ଭାଙ୍ଗି ଯାଇଥାନ୍ତା, ଆଉ ମୁଁ ଗୋଟେ ପଥରର ଗଦା ହେଇଯାଇଥାନ୍ତି। କିନ୍ତୁ ଯୀଶୁ ମୋତେ ଉଦ୍ଧାର କଲେ। ସେ ନିଶ୍ଚିନ୍ତ ଭାବରେ ଧନ୍ୟବାଦୀ ହେଇଥିବ। କିନ୍ତୁ ମୋର ପାପ କ୍ଷମା ହେଇଯାଇଅଛି। ଆଉ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶର ରକ୍ତ ଦ୍ୱାରା ହିମ ପରି ଶୁକ୍ଳ ହୋଇ ଧୌତ ହୋଇଅଛି। ମୁଁ ବହୁତ ଧନ୍ୟବାଦୀ ଅଛି। ଆଉ ଯେତେ ଅଧିକ ମୁଁ ଏ ବିଷୟରେ ଚିନ୍ତା କରୁଛି, ଆଉ ମୋ ହୃଦୟରେ ମୁଁ ଆହୁରି ଅଧିକରୁ ଅଧିକ ଧନ୍ୟବାଦୀ ହେଉଛି। ଆଉ ମୁଁ ସେଥିପାଇଁ ଏ ବିଷୟରେ କେବଳ ସାକ୍ଷ୍ୟ ଦେଇଥାଏ। ଆଉ ସେଇ ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମାନ୍ୱୟ ଭାବରେ ମୁଁ ବାଇବଲ ପଢ଼ୁଛି। ଆଉ ଯେତେବେଳେ ମୁଁ ବାଇବଲ ପଢ଼େ, ଆଶ୍ଚର୍ଯ୍ୟ ଭାବରେ ବାଇବଲରେ ଏ ବିଷୟରେ ଲେଖାଯାଇଛି। ଯଦି ଏଭ୍ରି 10 ପର୍ବ ଯଦି ଆପଣମାନେ ଦେଖିବେ, ଆଉ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ ବିଷୟରେ ସେଠାରେ ଲେଖାଯାଇଛି। ଆଉ ଏଭ୍ରି 10 ପର୍ବର 10 ପଦରେ କ'ଣ ଲେଖାଯାଇଛି? ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। ଯୀଶୁଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହେଲେ, ତାଙ୍କ ଶରୀର ଆମ ନିମନ୍ତେ ଦେଲେ, ଆଉ ଆମର ପାପ ସବୁ ସେ ଧୋଇ ଦେଲେ। ସେଥିପାଇଁ ମୁଁ ପବିତ୍ର। 11 ପଦରେ କ'ଣ ଲେଖା ହେଇଛି? ଆହୁରି ମଧ୍ୟ ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁ ଥର ସେହି ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାନ୍ତି। ଏହି ସବୁ କେବେ ପାପ ହରଣ କରିପାରେ ନାହିଁ। ପୁରାତନ ନିୟମରେ ସେମାନେ ପାପାର୍ଥକ ବଳି ଉତ୍ସର୍ଗ କରୁଥିଲେ ମେଷ କିମ୍ବା ଛାଗ ଦ୍ୱାରା। ସେହି ମେଷ ଏବଂ ଛାଗର ବଳି କେବଳ କ୍ଷଣସ୍ଥାୟୀ। କିନ୍ତୁ ଏହି ଜଗତ ହେଉଛି ସମୟ ଚକ୍ର। ସେଥିପାଇଁ ଅତୀତ ଅଛି, ବର୍ତ୍ତମାନ ଅଛି, ଭବିଷ୍ୟତ ଅଛି, ଆଉ ସମୟ କ୍ରମାନ୍ୱୟ ଭାବରେ ବହିଥାଏ। ଆଉ ଯଦି ଆପଣ ଆଉ ସମୟ ଚକ୍ର ଭିତରେ ଆପଣଙ୍କର ପାପ କେବଳ କ୍ଷଣ କାଳ ପାଇଁ କ୍ଷମା ହେଇପାରିବ। ଯଦି ମୁଁ ଆଜି ଚୋରି କଲି, ଆଉ ମୁଁ ପାପାର୍ଥକ ବଳି ଉତ୍ସର୍ଗ କରିବି, ତେବେ ମୋର ପାପ କ୍ଷମା ହେବ ଆଜି ପାଇଁ। କିନ୍ତୁ ଆଉ ଗୋଟେ ଯଦି ପାପ ମୁଁ କରିବି, ତାହେଲେ ମୋର ସେଇ ଯେଉଁ ପାପାର୍ଥକ ବଳି ଅଛି ସେଇଟା ଅତୀତ ହେଇଯିବ। କିନ୍ତୁ ଆଉ ଗୋଟେ ଯଦି ବଳି ମୁଁ ଉତ୍ସର୍ଗ କରିବି, ଆଉ ସେଥିପାଇଁ କି ପୁରାତନ ନିୟମରେ ସେ ଯଜ୍ଞବେଦୀ ନିକଟରେ ନଦୀ ପରି ରକ୍ତ ବହୁଥିଲା। ଆଉ ତାପରେ ସେଇ ଯେଉଁ ସେ ମେଦର ପୋଡ଼େଇବାର ଏଇ ଯେଉଁ ଧୂଆଁ, ସେଇଟା ମେଘ ପରି ଆକାଶକୁ ଉଠୁଥିଲା ବୋଲି ଲେଖାଯାଇଛି। କିନ୍ତୁ ଯୀଶୁଖ୍ରୀଷ୍ଟ
ନୂତନ ନିୟମରେ ଏଇ ଜଗତରେ ଥିବା ଯଜ୍ଞ ବେଦୀରେ ସିଏ ବଳି ଉତ୍ସର୍ଗ କରୁନାହାନ୍ତି, କିନ୍ତୁ ସେ ସ୍ୱର୍ଗ ରାଜ୍ୟରେ ଥିବା ମହାପବିତ୍ର ସ୍ଥାନରେ ସେ ପ୍ରବେଶ କରୁଛନ୍ତି। ସେଠି ଏଭ୍ରି 9 ପର୍ବର 11 ପଦରେ ଲେଖାଯାଇଛି, କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ତର ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଆଉ ଯୋଉଟାକି ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ତର ଓ ଶ୍ରେଷ୍ଠତର ତମ୍ବୁ, ତାହା ହେଉଛି ସ୍ୱର୍ଗ ରାଜ୍ୟରେ ଥିବା ତମ୍ବୁ। ଆଉ ସ୍ୱର୍ଗ ରାଜ୍ୟରେ ଥିବା ତମ୍ବୁ ଏବଂ ଏଇ ପୃଥିବୀରେ ଥିବା ତମ୍ବୁ ଭିତରେ କ'ଣ ଭିନ୍ନତା ଅଛି? ଏଇ ଜଗତର ସବୁ କିଛି ବିଷୟ ପରିବର୍ତ୍ତନୀୟ ଅଟେ। ଆଉ ସେଥିପାଇଁ ଆମର ହୃଦୟ ପରିବର୍ତ୍ତିତ ହେଉଛି, ଆମେ ଉଦ୍ଧାର ପାଉଛୁ। ପ୍ରତ୍ୟେକ ବିଷୟ ପରିବର୍ତ୍ତନୀୟ। ଆଉ ଯାହା କିଛି ବି ହଉନା କାହିଁକି ପରିବର୍ତ୍ତିତ ହବ, କିନ୍ତୁ ସ୍ୱର୍ଗ ରାଜ୍ୟ ଅପରିବର୍ତ୍ତନୀୟ। ଆଉ ସ୍ୱର୍ଗ ରାଜ୍ୟ ହେଉଛି ଅନନ୍ତ କାଳ ସ୍ଥାୟୀ। ଆପଣ ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଆଉ ପୂର୍ବରୁ 700 ବର୍ଷ 800 ବର୍ଷ ଲୋକ ବଞ୍ଚୁଥିଲେ, କିନ୍ତୁ ବର୍ତ୍ତମାନ ଆମେ ବଞ୍ଚି ପାରୁନୁ। କିନ୍ତୁ ସ୍ୱର୍ଗ ରାଜ୍ୟରେ ଆଉ ତାହା ହେଉଛି ଅନନ୍ତକାଳୀନ। ସେଠି କିଛି ମଧ୍ୟ ବିଷୟ ପରିବର୍ତ୍ତିତ ହୁଏନି। ସେଥିପାଇଁ ଆମମାନଙ୍କର ଜୀବନ ହେଉଛି ମଧ୍ୟ ଅନନ୍ତକାଳୀନ ସ୍ୱର୍ଗ ରାଜ୍ୟରେ। ଆଉ ସେ ପାପ ମଧ୍ୟ ସ୍ୱର୍ଗରେ ଅନନ୍ତ କାଳ ନିମନ୍ତେ କ୍ଷମା ହୋଇଛି। ସେଥିପାଇଁ ଯୀଶୁ ଏହି ଜଗତରେ ତାଙ୍କର ରକ୍ତ ଦେଇନାହାନ୍ତି, କିନ୍ତୁ ସ୍ୱର୍ଗରେ ଯାହା ସେଇ ମହତ୍ତର ତମ୍ବୁରେ ସେ ରକ୍ତ ଦଉଛନ୍ତି। ଆଉ ବର୍ତ୍ତମାନ ଉତ୍ତମ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ତର ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଏ। ଆଉ ଯାହା ବି ବହୁତ ଶକ୍ତିଶାଳୀ ଥାଉ ନା କାହିଁକି, ଏଇ ଜଗତରେ ସବୁ କିଛି ବିଷୟ ସମୟ ଅନୁସାରେ ନଷ୍ଟ ହେଇଯିବ, ଭାଙ୍ଗିଯିବ। ଆଉ ସେଥିପାଇଁ ସ୍ୱର୍ଗ ରାଜ୍ୟରେ ଆମମାନଙ୍କର ମୁକ୍ତି ମଧ୍ୟ ହେଉଛି ଅନନ୍ତକାଳୀନ। ଛାଗ ଓ ଗୋବତ୍ସର ରକ୍ତ ଦ୍ୱାରା ନୁହେଁ, ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ବୁଝିପାରିଲେ? ଏଇ ଜଗତ ହେଉଛି ସମୟ ଚକ୍ର, ସେଥିପାଇଁ ସବୁ ହେଉଛି ଅସ୍ଥାୟୀ। ଏବଂ ଆମମାନଙ୍କର ପାପ ଚିରକାଳ ନିମନ୍ତେ କ୍ଷମା କରିବା ପାଇଁ ଆଉ ଏଇ ଜଗତରେ ଯଦି ସେ ତାଙ୍କର ରକ୍ତ ଦେଇଥାନ୍ତେ, ତେବେ ତାହା କ୍ଷଣକାଳେ ସ୍ଥାୟୀ। କିନ୍ତୁ ସ୍ୱର୍ଗ ରାଜ୍ୟର ସେଇ ଯଜ୍ଞ ବେଦୀରେ ତାଙ୍କ ରକ୍ତ ଦେବା ଦ୍ୱାରା ଆଉ ସେ ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ସେ ଏକାଥରକେ ସେହି ମହାପବିତ୍ର ସ୍ଥାନରେ ପ୍ରବେଶ କଲେ। ଆଉ ସେ ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ଆଉ ସେଥିପାଇଁ କି ସେମାନେ ଯେତେବେଳେ ବି ପାପ କରୁଥିଲେ, ସେମାନେ ସେତେବେଳେ ତାଙ୍କର ପାପାର୍ଥକ ବଳି ଉତ୍ସର୍ଗ କରୁଥିଲେ ପୂର୍ବରୁ। କିନ୍ତୁ ଏହି ପ୍ରକାର ଭାବରେ ଆମମାନଙ୍କର ପାପ ଚିରକାଳ ନିମନ୍ତେ କ୍ଷମା ହୋଇଅଛି। ମୁଁ ଯେତେବେଳେ ଏ ବିଷୟରେ ଚିନ୍ତା କରେ, ମୁଁ ବହୁତ ଧନ୍ୟବାଦୀ ହୁଏ। ମୁଁ ଆଉ ଥରେ କିନ୍ତୁ ପାପ କଲି, ଆଉ କିନ୍ତୁ ପରମେଶ୍ୱର ଅନନ୍ତ ମୁକ୍ତି ସାଧନ କରିଛନ୍ତି। ତାହା ଅନନ୍ତ ମୁକ୍ତି ଅଟେ। ଯଦି ଅନନ୍ତ ମୁକ୍ତି ହୋଇନଥାନ୍ତା, ତାହେଲେ ମୁକ୍ତିର କିଛି ଅର୍ଥ ନାହିଁ। କିନ୍ତୁ ଯୀଶୁଖ୍ରୀଷ୍ଟ ଆମର ଅନନ୍ତ ମୁକ୍ତି ସାଧନ କରିଅଛନ୍ତି ଏକାଥରକେ। ସେଥିପାଇଁ ଆମମାନଙ୍କର ସମସ୍ତ ପାପ ସମାପ୍ତ ହେଲା। ଯଦି ଯୀଶୁ ଏହି ପୃଥିବୀର ଯଜ୍ଞ ବେଦୀରେ ରକ୍ତ ଦେଇଥାନ୍ତେ, ତେବେ ଆମେମାନେ ଯେତେବେଳେ ପାପ କରିଥାନ୍ତୁ ଆମକୁ ବଳି ଉତ୍ସର୍ଗ କରିବାର ଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ସେ ସ୍ୱର୍ଗ ରାଜ୍ୟରେ ଥିବା ଯଜ୍ଞ ବେଦୀରେ ନିଜର ରକ୍ତ ଦେଲେ। ଆଉ ସେଥିପାଇଁ ଆମେମାନେ ଅନନ୍ତ ମୁକ୍ତି ପାଇଅଛୁ ଏବଂ ଆମେ ଧାର୍ମିକ ହୋଇଅଛୁ ଅନନ୍ତ କାଳ ନିମନ୍ତେ। ଆମେମାନେ ପବିତ୍ର ହୋଇଅଛୁ ଅନନ୍ତ କାଳ ନିମନ୍ତେ। ମୁଁ 1962 ମସିହାରେ ପୁନର୍ଜନ୍ମ ପାଇଲି। ବର୍ତ୍ତମାନ ପ୍ରାୟ 60 ବର୍ଷ ହେଇଯିବ, କିନ୍ତୁ ତାହା ଅପରିବର୍ତ୍ତନୀୟ ଅଟେ। ଆଉ ଯୀଶୁଖ୍ରୀଷ୍ଟଙ୍କର ହୃଦୟ ମୋର ହୃଦୟରେ ଆହୁରି ଗଭୀର ହେଇଯାଉଛି। ମୁଁ ଆହୁରି ଧନ୍ୟବାଦୀ ହେଉଛି। ମୋର ପ୍ରିୟ ପ୍ରେମମୟ ବନ୍ଧୁଗଣ, ଆଜି ଆପଣ କାହାକୁ ବିଶ୍ୱାସ କରିବେ? ନିଜର ଚିନ୍ତା ନା ଯୀଶୁଙ୍କର ଚିନ୍ତା ବାକ୍ୟ? ଆପଣଙ୍କ ଚିନ୍ତା ସବୁବେଳେ ବଦଳୁଥାଏ।
किंतु से अपरिवर्तनीय ईश्वर वाक्य को विश्वास करंतु। जीशु ख्रीष्टंकर रक्त जी जीशु ख्रीष्ट क्रुसार्पित हेबा द्वारा जो रक्त आमको देई अछंती सेही रक्त आपणकर पाप चिर काल निमंते क्षमा होईछि बोली बाइबल कुहे। आउ सेथिपाई आउ थरे बलि उत्सर्ग करिवार आवश्यकता नाही। पुरातन नियम रे सेई मेष आउ छागी को से माने बलि उत्सर्ग करिबा होची जीशु ख्रीष्टंकर प्रतिछवि। किंतु जीशु आसिले एवं क्रुसार्पित हेले एवं आमानकर पाप चिरकाल निमंते क्षमा हेला। सेथिपाई वर्तमान आउ पाप निमंते बलि उत्सर्ग करिवार आवश्यकता नाही। एभ्री 10 पर्वर 10 पद ख्रीष्ट जीशुक शरीर एकाथरके उत्सर्गीकृत हेबा द्वारा सेही इच्छा हेतु आम्भे माने पवित्रीकृत होई अछु। 11 पद देखिबा। आहुरी मध्य प्रत्येक याजक प्रतिदिन सेवा करिबा पई ओ थरकु थर सेही एक प्रकार बलि उत्सर्ग करिबा पई ठिया होई थांती। एही सबु केबे पाप हरण करि पारे नाही। बुझी पारिले जेहेतु कि सेमाने समय चक्र मध्यरे बलि दउथिले सेथिपाई ताहा क्षणकाल स्थायी ताहा अनंत काल स्थायी नुहे। आउ से याजक माने जेतेबेले भी पाप करुथिले सेमाने से पापार्थक बलि उत्सर्ग करुथिले। गोटे बलि यथेष्ट नथिला। सेमाने जेते थर पाप करुथिले सेमाने सेते थर बलि उत्सर्ग करुथिले। आउ सेथिपाई से मेष मानकर रक्त से नदी परी बहुथिला। आउ से मेदर ए जो जळेइबार धुआं सेटा मेघ परी आकाश को उठुथिला। 12 पद देखंतु। आहुरी मध्य प्रत्येक याजक 12 पद मात्र से पाप निमंते केवल एक बलि उत्सर्ग कला उतारे ईश्वरक दक्षिण पार्श्वरे चिरकाल पाई उपवेशन कले। से अनंत काल निमंते पाप क्षमा करि अछंती। 13 पद सेही दिनावधि ताहांक शत्रु माने ताहांक पादपीठ करा जाय नथिबा पर्यंत से आपणा से अपेक्षा करुअछंती। 14 पद कारण एक बलिर उत्सर्ग द्वारा से पवित्रीकृत हेउथिबा लोकमानंकु चिरकाल पई सिद्ध करि अछंती। काहेकि काहेकि ना से आमानकर पाप चिरकाल पई क्षमा करिछंती। 15 पद आ पवित्र आत्मा मध्य आम्भ मानंकु साक्ष्य दियंती। 16 पद कारण प्रभु यही कथा कहती सेही समय उत्तारे आम्भे सेमानक सहित जो नियम स्थापन करिबा ताहा एही। आम्भे सेमानक हृदय रे आपणा व्यवस्था देबा पुणी सेमानक मनरे सेही सबु लेखिबा। एहा कहिला उत्तारे से कहती सेमानक पाप ओ सेमानक अपराध सबु आम्भे आउ स्मरण करिबा नाही। 18 पद एही समस्त मोचन हेबा स्थले पाप निमंते आउ बलि उत्सर्ग करिबा अनावश्यक। जीशु ख्रीष्ट आमानकर पाप चिर काल निमंते क्षमा करि अछंती। आमे माने सेही सत्यता को विश्वास करूछु। केते धन्यवाद रो विषय नुहे। सिद्ध भाबरे परिष्कार भाबरे से पाप धोई अछंती। आमे माने पवित्र आपण धार्मिक शैतान द्वारा ठकी हुअंतुनी। निजर चिंता को विश्वास करंतुनी। एही वाक्य को विश्वास करंतु। मु आशा करुची आउ परमेश्वरंकर महान आशीर्वाद आपणको उपरे वर्तिबो। आसंतु प्रार्थना करिबा। पवित्र पिता परमेश्वर धन्यवाद। पाप पाई चिरकाल निमंते आमे माने ध्वंस पाई थांतु किंतु जीशु ख्रीष्ट आसिले आमानंकु सेठारु उद्धार कले आमानंकु पवित्र कले। आमे वर्तमान पर्यंत निजर चिंता को विश्वास करूथिलु। आम निज चिंतारे आमे निश्चिंत भाबरे पापी अटु किंतु जीशुंकर वाक्य जदि मते धार्मिक बोली कहूची तेबे परमेश्वरंकर वाक्य होउची धार्मिक। जीशुंकर वाक्य को विश्वास करिबा द्वारा आमे माने ग्रहण करूछु जे आमे सिद्ध अटु। आमे तुमको धन्यवाद दउछु। तुमे आमानकु कढेई नियो जेमिति कि तुमर आत्मांक द्वारा आमे माने परिचालित हेबु। आ तुमर महान अनुग्रह आम उपरे वर्तिबो बोली आमे विश्वास करूछु। तुमे आमानकु धार्मिक करिअछ सेथिपाई धन्यवाद। जीशुंक नाम रे प्रार्थना कली। आमेन। समस्त को बहुत धन्यवाद।